ଜୟ ମା ପତିତପାବନ। ମୋର ଆଚରର ସମସ୍ତ ସାହିତ୍ୟ ଶ୍ରଦ୍ଧାଳୁଙ୍କୁ ଯଥାମାନ୍ୟ ମୋର ବିନାୟକ ବନ୍ଦନା। ଓମ୍ ବକ୍ରତୁଣ୍ଡ ମହାକାୟ କୋଟି ସୂର୍ଯ୍ୟ ସମପ୍ରଭ ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା। ଓମ୍ শ্রী বিঘ্নেশ্বরায় নমঃ। ওম শ্রী বিঘ্নেশ্বরায় নমঃ। ওম শ্রী বিঘ্নেশ্বরায় নমঃ। ଶିବବାବୁ ଆଗକୁ ନିଅନ୍ତୁ। ଠିକ ଅଛି, ବର୍ତ୍ତମାନ ଧନ୍ୟବାଦ। ସ୍ତୁତି ପାଠ ପରେ ପରେ ଆମେ ଆସିବା ଆମର କବି ଆନନ୍ଦପୁର ମାଟିମଟାଳର କବି, ଘଷିପୁରାର କବି, ଚିନ୍ତା ଚେତନାର କବି କବି ଅଜୟ ସାହୁ। କବି ଅଜୟ ସାହୁଙ୍କୁ ଅନୁରୋଧ କରୁଛି ସେ ତାଙ୍କର ନମସ୍କାର ସାର୍, ନମସ୍କାର। ନମସ୍କାର। ଆମ ସମସ୍ତଙ୍କ ଆଗକୁ ତାଙ୍କର କବିତା ନେଇ ଆସିବେ। କବିତାର ଶୀର୍ଷକ ହେଉଛି, କବିତାର ଶିରୋନାମା କଳା କହ୍ନେଇ। ଏବେ କଳା କହ୍ନେଇ କବିତାକୁ ନେଇ ଆସୁଛନ୍ତି କବି ଅଜୟ ସାହୁ। ଜୟ ଜଗନ୍ନାଥ। ସମସ୍ତ ଉପସ୍ଥିତ ଗୁରୁଜନ ମାନଙ୍କୁ ମୋର ପ୍ରଣାମ ଏବଂ ଅନ୍ୟ ସହପାଠୀ ମାନଙ୍କୁ ମୋର ଅଭିନନ୍ଦନ। ଆଜିର କବିତାଟି ହେଉଛି କଳା କହ୍ନେଇ। ଶୀର୍ଷକ, ଦୁଃଖ ଅଛି ସୁଖକୁ ଦୂରରୁ ମୋଠାରେ ପକାନା ଛାଇ, ତୋ ଛାଇ ପଡ଼ିଲେ କାଳେ ଭୁଲି ଯିବି, ତୋ ଛାଇ ପଡ଼ିଲେ କାଳେ ଭୁଲି ଯିବି, ଗୁରୁଦେ କଳା କହ୍ନେଇ, ଗୁରୁଦେ କଳା କହ୍ନେଇ। ଦୁଃଖ କହୁଅଛି ସୁଖକୁ ଦୂରରୁ ମୋଠାରେ ପକାନା ଛାଇ, ସେ ଛାଇ ପଡ଼ିଲେ କାଳେ ଭୁଲି ଯିବି, ସେ ଛାଇ ପଡ଼ିଲେ କାଳେ ଭୁଲି ଯିବି, ଗୁରୁଦେ କଳା କହ୍ନେଇ, ଗୁରୁଦେ କଳା କହ୍ନେଇ। ଯେତେ ଝଡ଼ ଝଞ୍ଜା ଆସୁଥିଲେ ସିଏ ଦୀନ ବନ୍ଧୁକୁ ଜପଇ, ସେ ନାମ ଜପିଲେ ଅମୃତର ଧାରା, ସେ ନାମ ଜପିଲେ ଅମୃତର ଧାରା, ଗଗନୁ ଖସି ଆସଇ, ଗଗନୁ ଝରି ଆସଇ। ମନ ମନ୍ଦିରରେ ସେ ଦିଅଁ ପୂଜିବୁ, ଧ୍ୟାନ ଦୀପ ଦେବୁ ଥୋଇ, ଅନ୍ତର୍ଯ୍ୟାମୀ ପରା ଡେରା ପକାଇଛି, ଅନ୍ତର୍ଯ୍ୟାମୀ ପରା ଡେରା ପକାଇଛି, ନଥିଲେ ଶରୀର ନାଇଁ, ନଥିଲେ ଶରୀର ନାଇଁ। ପୁଣ୍ୟବ୍ରହ୍ମ ରାଶି ତୋ ଦେହେ ଅଛନ୍ତି, ବ୍ରହ୍ମାଣ୍ଡ ସେ ବୁଲୁଥାଇ, ତାଙ୍କୁ ପରା ଭେଟ ହୋଇଗଲେ ତରେ, ତାଙ୍କୁ ପରା ଭେଟ ହୋଇଗଲେ ତରେ, ମୁକ୍ତି ପଥ ଦିଶଇ, ମୁକ୍ତି ପଥ ଦିଶଇ। ଅନ୍ତରେ ବସିଛି ସେ ଜପ କରୁଛି, ଦେଉଳେ ଜପୁଛୁ ତୁହି, ତୁ ତାକୁ ଜପୁଛୁ ସେ ତୋତେ ଜପୁଛି,
ତୁ ତାକୁ ଜପୁଛୁ ସେ ତୋତେ ଜପୁଛି ଦେହ ଦେଉଳରେ ଥାଇ ଦେହ ଦେଉଳରେ ଥାଇ ଯେଉଁ ସତ୍ୟାନନ୍ଦ ତୋତେ ଗଢ଼ିଛନ୍ତି ଭିତରେ ରହିଲେ ସେ ତୋତେ ଗଢ଼ିଲା ତୁ ତାକୁ ଗଢ଼ିଲୁ ସେ ତୋତେ ଗଢ଼ିଲା ତୁ ତାକୁ ଗଢ଼ିଲୁ ନବକଳେବର ପାଇଁ ଦୁଃଖ କହୁଅଛି ସୁଖକୁ ଦୂରରୁ ମୁଠାରେ ପକାନା ଛାଇ ସେ ଛାଇ ପଡ଼ିଲେ କାଳେ ଭୁଲି ଯିବି ସେ ଛାଇ ପଡ଼ିଲେ କାଳେ ଭୁଲି ଯିବି ଉରୁଦେ କଳା କନାଇ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ବଢିଆ ବଢିଆ ଅତି ସୁନ୍ଦର ଚମତ୍କାର କବିତା କବି ଅଜୟ ସାହୁଙ୍କର ସେ ତୋତେ ଗଢିଲେ ତୁ ତାକୁ ଗଢୁଛୁ ନବକଳେବର ହୋଇ ନବକଳେବର ରୂପେ ଏ ଯୋଉ ଚିନ୍ତା ଚେତନାରେ ସେ ସମର୍ପି ଦେଲେ କଳା କହ୍ନାଇଙ୍କୁ ତାଙ୍କର କବିତାର ଆଲେଖ୍ୟ ତେଣୁ ତାଙ୍କୁ ଆମର ପଲ୍ଲୀ ଚେତନା ସାହିତ୍ୟ ସଂସଦ ତରଫରୁ ପଲ୍ଲୀ ଚେତନାରୀ କବିତା ଆସର ତରଫରୁ ଅଜସ୍ର ଅଜସ୍ର ଧନ୍ୟବାଦ କବି ଅଜୟ ସାହୁଙ୍କୁ। କବି ଅଜୟ ସାହୁଙ୍କର ଲେଖନୀ ଆହୁରି ଟାଣ ହଉ ସେ ସମାଜର ଚିତ୍ର ଆଙ୍କିବାରେ ଧୁରନ୍ଧର। ଏବେ ତାଙ୍କର ଏଇ ଆଧ୍ୟାତ୍ମିକ କବିତା ଗୁଡ଼ିକ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଈଶ୍ୱରଙ୍କୁ କେନ୍ଦ୍ର କରିକି ଏଇ ଯୋଉ କବିତା ସେ ରଚନା କରୁଛନ୍ତି ତା ଅତ୍ୟନ୍ତ ହୃଦୟସ୍ପର୍ଶୀ। ଧନ୍ୟବାଦ କବି ଅଜୟ ସାହୁ। ତାପରେ ଆସନ୍ତୁ ଆମେ ଯିବା ଆମର କବି ଯୁବ କବି ନୂଆ ସକାଳର କବି ନୂଆ ସକାଳର କବି ସେ କେହି ନୁହେଁ ଆପଣଙ୍କ କବିତାରେ ଯେ ମିଛ ମାୟା ଭରା ଏ ସାରା ଦୁନିଆ ଅଶ୍ବିନୀ ମହାନ୍ତି କବି ଅଶ୍ବିନୀ ମହାନ୍ତି ଜାଣିଥିବେ ମିଛ ମାୟା ଭରା ଏ ସାରା ଦୁନିଆ କେହି ନୁହେଁ ଆପଣାର ଆଜି ଯେ ନିଜର କାଲି ହୁଏ ପର ଆଜି ଯେ ନିଜର କାଲି ହୁଏ ପର ଏକି ରୀତି ଦୁନିଆର ମିଛ ମାୟା ଭରା ଏ ସାରା ଦୁନିଆ କେହି ନୁହେଁ ଆପଣାର। ତେବେ କେହି ନୁହେଁ ଆପଣାର ଏ କବିତାକୁ ଏକ ସରିମାର୍ଥକ ହଉ କିମ୍ବା ଭାବାର୍ଥକ ହଉ କିମ୍ବା ଚିନ୍ତା ଚେତନାର ଗୋଟେ ଦ୍ୟୋତକ ଭାବରେ ହଉ ସେ ଆସୁଛନ୍ତି ଆମର ନୂଆ ସକାଳର କବି ଯୁବ କବି ସୀତାକାନ୍ତ ନାଥ। କେହି ନୁହେଁ ଆପଣାର। ଜୟ ଜଗନ୍ନାଥ। ସମସ୍ତଙ୍କୁ ମୋର ପ୍ରଣାମ। ମୋର କବିତାଟି ହେଉଛି କେହି ନୁହେଁ ଆପଣାର। ସୁଖ ମତେ ବାରମ୍ବାର ପ୍ରତାରଣା କଲା ପରେ ମୋ ପାଇଁ ବସିଲି ଭଲ ମଦୁଖ ମାନଙ୍କୁ ଠିକ କଲି ସେମାନଙ୍କୁ ଆପଣାର କରି ବାନ୍ଧିବାକୁ ମୋ ଘର ଠିକ କଲି କାନ୍ଦିବାକୁ ଅହର ହାଉ ତାସେ କାଟିବାକୁ ସମସ୍ତ ଜୀବନ କିନ୍ତୁ ଦିନେ କାନ୍ଦ ମୋର ବନ୍ଦ ହୋଇଗଲା ଓ ସବୁ ହୋଇଗଲା ସ୍ଥିର ଶୁଖିଗଲା ଆଖିର ଝରଣା ଶୁଖିଗଲା ସବୁ କ୍ଷତ ଉପଶମ ହୋଇଗଲା ବୁକୁର ଯନ୍ତ୍ରଣା ଦୁଃଖ ମାନେ ଭୁଲିଗଲେ ମତେ ଏବଂ ଦୂର ହୋଇଗଲେ ମୋ ଅନ୍ତର ଭିତରୁ ସମସ୍ତ ଆୟସ ସତ୍ତ୍ୱେ ଦୁଃଖକୁ ମୁଁ ପାରିଲି ନାହିଁ କରି ଆପଣାର ପାରିଲିନି ଜୟ କରି ହୃଦୟ ତାହାର ତେଣୁ ଦୁଃଖ ସୁଖ କେହି ନୁହେଁ ମୋ ଆପଣାର ମୁଁ ଚିର ନିସଙ୍ଗ ଏହି ସୃଷ୍ଟିରେ ଆପଣାର କକ୍ଷପଥେ ଏକା ଏକା ଘୁରୁଥିବା ତାରାଟିଏ ପରି। ସମାପ୍ତ। ବଢିଆ ବଢିଆ ଏକା 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 ଘୁରୁଥିବା ପରି ମୁଁ ଏକ ନିସଙ୍ଗ ପକ୍ଷୀ ପରି ଅତି ସୁନ୍ଦର ଚମତ୍କାର ଭାବନା ଏବଂ ଚମତ୍କାର ରଚନା ଏସବୁ ଗୋଟାଏ ଯେତେବେଳେ ଗୋଟେ ଯେମିତି ଭର୍ତ୍ତୃହରି କବି ଭର୍ତ୍ତୃହରିଙ୍କର ଆସିଛି ଗୋଟେ ବୈରାଗ୍ୟ ଚିନ୍ତନା ବା ବୈରାଗ୍ୟ ଚିନ୍ତନ ସେଇଭଳି ଯେ କବି ସୀତାକାନ୍ତ ନାଥଙ୍କର ଏ ଯୋଉ ଲେଖନୀରୁ ଏ ବୈରାଗ୍ୟ ଭାବ ନେଇ ଗୋଟେ ସଂସାର ପ୍ରତି ତାଙ୍କର ଯୋଉ ଗୋଟେ ଆସିଯାଇଛି ଗୋଟେ ବିତୃଷ୍ଣା ଭାବ ଏବଂ ଏ ସଂସାରର କେବଳ ମିଛ ମାୟା ଏ ଖେଳାକୁ ଲକ୍ଷ୍ୟ କରି ଲୀଳା ଖେଳକୁ ଲକ୍ଷ୍ୟ କରି ସେ ତାଙ୍କର ଯୋଉ କବିତାଟି ଲେଖିଛନ୍ତି ପ୍ରକୃତରେ ଏବଂ ବାସ୍ତବରେ କେହି ନୁହେଁ ଆପଣାର। ଧନ୍ୟବାଦ କବି ସୀତାକାନ୍ତ ନାଥ। ତାପରେ ଆସନ୍ତୁ ଆମେ ଯିବା
कवि मदन मोहन पाणिग्राही कवि मदन मोहन पाणिग्राही तांकर कविता नहीं आसुचंती। कवि मदन मोहन पाणिग्राही अछंती आज्ञा वरिष्ठ अच्छी कवि मदन मोहन पाणिग्राही को मु अनुरोध करुचे से तांकर कविता आम गाँ माटीर आमर पल्ली चेतनार आमर ए गाँ माटीर माँ मंगला पीठ माँ आध्यात्मिक पीठ माँ मंगला जोठी आमे जाके शुभ मनासंती तुमुल आमेर झियो बाहार पूर्वर हो किंबा पुओ बाहार पूर्वर हो किंबा कौनसी गोटे मानसिक कर्म पिट हो पिट आमे पिट माँ मंगला पाखरे आम निजक समर्पी देते माँ मंगला जयंती मंगला काली जयंती मंगला काली भद्र काली कपालिनी शिव दुर्गा क्षमा शिवा धात्री स्वाहा स्वधा नमस्तुते। तबे से माँ मंगलांकर आलेख्य नहीं आसुचंती माँ मंगला कविता को नहीं आसुचंती आम आग को आम स्क्रीन को कवि हैदराबाद रु कवि मदन मोहन पाणिग्राही आज्ञा कवि गुरुजन मान को प्रणाम गुरुजन मान को प्रणाम शुभुची तो शुभुची हाँ शुभुची हाँ सबुची सबुची आउ आउ सान मान को स्नेहाशीष आज मोर कविता है माँ मंगला माता मंगला गौरी महागौरी पालनहारी देवी शक्ति स्वरूपा पार्वती सत्य स्वाधी महादेवी विंध्यवासिनी पातक नाशिनी भक्ति प्रदायिनी देवी जगत जननी शक्ति प्रदायिनी आखिरे झलसे मो माँ मंगला छवि तुम्भ नाम मात अटे अशेष वर्णना पाई नाही मोर ज्ञान विशेष तुम्भ नाम मात अटे अशेष वर्णना पाई नाही मोर ज्ञान विशेष तुम्भ पाद पद्मे मात रहु सदा यही शांति स्निग्ध मानस जोग माया भवानी आर्या आद्य जया विमला दक्ष कन्या अट महामाया दक्ष यज्ञ विनाशिनी शुंभ निशुंभ नाशिनी संकट तारिणी अभय वरदायिनी विद्या प्रदायिनी तुम्बे माता अन्नपूर्णे शंकर प्रणवल्लभे तुम्बे माँ बगलामुखी अम्बे जगदम्बे दुख हारिणी भगवती दुर्गे दुर्गति नाशिनी महेश्वरी नारायणी खड्ग खपर त्रिशूल धारिणी शंख चक्र गदा पद्म धारिणी हिंगलाज माँ महिषासुर मर्दिनी अल्प नाम मुहि करी पारिली वर्णना सेथिपाई मु मागे क्षमा प्रार्थना कृपा कर विश्ववासिनी सात्विक जन उपरे संसार पालन हेउ न्याय शांति सत्य धर्म रे धन्यवाद मोर गीत कविता डी शेष होला नमस्कार 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 मदन नना आपणकर ये जो कविता अति चमत्कार होती सत्य शांति दया क्षमा ये सबू विराजिबाई सृष्टि होगापाई एवं मनीष मनरे गोटे शांति भावना आसवाई माँ मंगला पाखे आपण जो गुहारी एवं तांकर महिमा को आपण वर्णना कर अत्यंत चमत्कार भाषा रे भाव रे तल्लीन होई ये कविता को लिखिं माँ मंगला ओम सर्व मंगल्ये मांगल्ये शिवे सर्वार्थ साधिके शरण्ये त्र्यंबके गौरी नारायणी नमस्तुते। आपण को कवि मदन मोहन पाणिग्राही को मोर नमस्कार एवं प्रणति जे आपण कविता आउरी दृढ़ हो लेखनी चलचंचल हो आपण आसंतु परवर्ती ये आसर रे आउर गोटे कविता नहीं एमती आसंतु आमर ए कविता को आमे भावमय करिबा रसमय करिबा तल्लीन करिबा एवं समस्त को कवितार रसरे रसायनित करिबा। धन्यवाद कवि मदन मोहन पाणिग्राही। तापर आमे जीवा आमर बालेश्वर फकीरमोहन साहित्य संसद रु आमे डाकिबा आमर कवि अश्विनी महांती। तबे से लिखुचंती गोटे सुंदर कविता गोटे अपडेटेड कविता नहीं से आसुचंती जे जो कोरोना संपर्क रे कोरोना काल रे महामारी कोरोना समय जमिति लोक माने पोक माछी परी ये मर संसार को छाड़ी चली गले केते दुख कष्ट केते जंत्रणा केते घात प्रतिघात एवं से कोरोना समय रे जो माने अकथनीय जंत्रणा से जंत्रणा को नहीं से कोरोना काल घटना को नहीं आसुछंती कवि त्वरित बेगरे आसुछंती कवि एक नूतन चिंता चेतना को नहीं आसुछंती
कवितार शीर्षक होउची केबे जीवरे केबे जीवरे। आसंतु ना आमे स्वागत करिबा कवि अश्विनी महांती। समस्त शुभ अभिनंदन शुभुची ना नहीं मत शुभुची पाठ करंतु। कोरोनार द्वितीय लहरी रे जेतळे रथ गड़िब कि नहीं गोटे संशय भितर थिले समस्ते मुह बांधिकी आ परस्पर को छाड़िकी चलुଥିଲେ घर भितर पशुଥିଲେ सेही समय लेखाटा केबे जीवरे केबे जीवरे एई कोरोना टिके हे बुझी कुहना केबे जीवरे एई कोरोना टिके हे बुझी कुहना केबे जीवरे हंत संत कोरी मारिला हंत संत कोरी मारिला सुख शांति हो जाइला पाटी लालसा छोड़ेला प्रिय प्रीति दूरेला केते ढांकीबू छाड़ी चलिबू केते ढांकीबू छाड़ी चलिबू तथापि डर जाए ना केबे जीवरे एई कोरोना टिके हे बुझी कुहना केबे जीवरे शिक्षा गला बेपार गला शिल्परे ताला पड़िला शिक्षा गला बेपार गला शिल्परे ताला पड़िला पूजा पार्वण सबु नहिला विवाह कर्म हजिला भाग्य आदरी केते रहिबू भाग्य आदरी केते रहिबू किछि तो बुझा पड़े ना केबे जीवरे एई कोरोना टिके हे बुझी कुहना केबे जीवरे हणा कटा परे जे थाना हणा कटा परे जे थाना रोग हेले डाक्तरखाना माला माल बनिबा परे धरी जेल जोरिमाना देश दखल करिबा अन्ते देश दखल करिबा अन्ते मनरे आसे सोचना केबे जीवरे एई कोरोना टिके हे बुझी कुहना केबे जीवरे एई कोरोना टिके हे बुझी कुहना केबे जीवरे राज्य छाड़ी काहाकू कही किहे रहे जे केहुठी राज्य छाड़ी काहाकू कही किए रहे जे केउठी भोट सेठी उन्नति सेठी विपदरे किया एठी सेठा शासक न्यायपालक सेठा शासक न्यायपालक एकथा किंपा भावे ना केबे जीवरे एई कोरोना टिके हे बुझी कुहना केबे जीवरे देवभूमि ए धर्मभूमि देवभूमि ए धर्मभूमि सबु देखे जगन्नाथ भल मंद तार निर्देशे सभी हंती आत जात रथ गड़िब करोना जीव रथ गड़िब करोना जीव एकथा जानी थाओ ना केबे जीवरे एई कोरोना टिके हे बुझी कुहना केबे जीवरे एई कोरोना टिके हे बुझी कुहना केबे जीवरे एई कोरोना। सुंदर सुंदर अति सुंदर रियली इट इज वेरी एन्चांटिंग एवं अत्यंत उपादेय कथाटी केबे जीवरे कोरोना कही दियो ना शिक्षा गला स्वास्थ्य गला शिल्प वाणिज्य रे ताला पड़िला पूजा पार्वण गला
ସୁଖ ଏସବୁ ଚାଲିଗଲା। କରୋନା କେତେ ଯେ ଭୟଙ୍କର, ଏ କାହିଁକି ବା ଆସିଲା ଏବଂ କେବେ ଯିବ? କବି ପଚାରୁଛନ୍ତି, କୁହ ଟିକେ ବୁଝିକି ଟିକେ ଏ କରୋନାଟା କେବେ ଯିବ, ଏ କେବେ ଯିବ? ଅତି ସୁନ୍ଦର ଭାବରେ ରଚନା। ସଂସାରକୁ ଚଳଚଞ୍ଚଳ କରି ରଖିବା ପାଇଁ, ସଂସାରକୁ ସୁନ୍ଦର କରି ଗଢି ତୋଳିବା ପାଇଁ କବିଙ୍କର ଯେଉଁ ଭିତରେ ଭିତରେ ସେ ଯୋଉ ଖୋଜୁଛନ୍ତି ଗୋଟେ ସୁନ୍ଦର ଚିତ୍ର, ସୁନ୍ଦର ସମାଜ। ତେବେ ଏଇ ଯୋଉ କରୋନା ସେଟାକୁ ଯେତେବେଳେ ଅସଜଡ଼ା କରିଦେଇଛି, କରୋନାରେ ଲୋକେ ହନ୍ତସନ୍ତ ହେଉଛନ୍ତି, ଅତ୍ୟନ୍ତ ଦୁଃଖରେ ଜୀବନ ବିତୁଛି। ୟାକୁ ନେଇକି ଆମର କବି ଅଶ୍ୱିନୀ ମହାନ୍ତି ଯେମିତି ଲେଖିଲେ, ଅତ୍ୟନ୍ତ ଭଲ ଭାବରେ ଚିତ୍ରଣ କଲେ କରୋନା ସମୟରେ ଏଇ ଯୋଉ ଘଟଣା ସବୁ ଘଟିଲା, ଆଉ ଯାହାକି ମଣିଷର ଜୀବନ ନିର୍ବାହ ଯୋଉଟା ବହୁତ କଷ୍ଟକର ହେଇପଡ଼ିଲା। ଆଉ ତେଣୁ ତାକୁ ନେଇ ସେ ଯାହା ଲେଖିଛନ୍ତି ତା ଅତ୍ୟନ୍ତ ଉପାଦେୟ ଏବଂ ଅତ୍ୟନ୍ତ ମନୋଲୋଭା ଏ କବିତା, ଅତ୍ୟନ୍ତ ସୁନ୍ଦର ହେଇଛି ମାନେ ବର୍ଣ୍ଣନାଟି। ତେବେ ତାଙ୍କୁ ଧନ୍ୟବାଦ। ଏବେ ଆସନ୍ତୁ ବର୍ତ୍ତମାନ ଆମେ ଯିବା ଆମର ଗୋଟେ ପ୍ରବନ୍ଧ, ସେ ପ୍ରବନ୍ଧକୁ ନେଇ ଆସୁଛନ୍ତି ଆମର ପ୍ରାବନ୍ଧିକ ସବିତାରାଣୀ ଓଝା। ସବିତାରାଣୀ ଓଝା, ତାଙ୍କର ପ୍ରବନ୍ଧର ନାଁ ହେଉଛି ନିଜକୁ ସୁଧାରି ପାରିଲେ ଦେଶ ସୁଧୁରି ଯିବ। ନିଜକୁ ସୁଧାରି ପାରିଲେ ଦେଶ ସୁଧୁରି ଯିବ। କଥାରେ ତ ସେୟା ରହିଛି ଯେ ଆପେ ଭଲ ହେଲେ ଦୁନିଆ ଭଲ। ତେବେ ଆପେ କେମିତି ଆମେ ଭଲ ହବା, ନିଜକୁ ସୁଧାରିବା କେମିତି, ଦେଶ ସୁଧୁରିବ କେମିତି, ଏ ଚିନ୍ତାକୁ ନେଇ ଆସୁଛନ୍ତି ପ୍ରାବନ୍ଧିକ ସବିତାରାଣୀ ଓଝା। ସବିତାରାଣୀ ଓଝାଙ୍କୁ ସ୍ୱାଗତ। प्रणाम। ନମସ୍କାର। नमस्कार नमस्कार शुणा जाउची? ହଁ ଶୁଭୁଛି, କୁହନ୍ତୁ। ପଲିଚେତନାର ଆସୁରକୁ ମୋର ପ୍ରଣାମ। ଆଜ୍ଞା ନମସ୍କାର। ନମସ୍କାର ନମସ୍କାର। ସାର୍ ନାହାନ୍ତି, ରମାକାନ୍ତ ସାର୍ ଉପସ୍ଥିତ ଅଛନ୍ତି? ନାହାନ୍ତି କି? ସାର୍ ବୋଧେ ସାର୍ ନାହାନ୍ତି ବୋଧେ, ଆଉଟ୍ ହେଇଥିବେ। ସାର୍ ହଉ ଠିକ ଅଛି। ହଁ ହଁ। ପାଠ ଆଜ୍ଞା କରନ୍ତୁ ଆପଣଙ୍କର ଆଜ୍ଞା ପ୍ରବନ୍ଧ, ଆଜ୍ଞା ଆପଣ କୁହନ୍ତୁ। ଆଜ୍ଞା ଆଜ୍ଞା। ପଲିଚେତନାର ଆଶ୍ରୟରେ ସମସ୍ତ କର୍ମକର୍ତ୍ତା ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ସାନ ମାନଙ୍କୁ ମୋର ସ୍ନେହ ଆଶୀର୍ବାଦ। ମୁଁ ସାରଙ୍କ ପରିଚୟରେ ମୋର ପରିଚୟ। ସାରଙ୍କୁ ମୁଁ ଜାଣିଛି ମୋର ଚତୁର୍ଥ ଶ୍ରେଣୀରେ ପଢୁଥିଲି ମାଇନର ସ୍କୁଲ, ଦୋଳସାହି ମାଇନର ସ୍କୁଲ, 1968 ମସିହା। ସାରେ ସେତେବେଳେ ଚତୁର୍ଥ ଶ୍ରେଣୀରେ 68 ପଢୁଥିଲେ, ମାନେ ପଢୁଛୁ, ହଁ 68। ବଂଶୀଧର ସାର୍ ସେ ଥିଲେ, ବଂଶୀଧର ସାହୁ ସାର୍ ଆଜ୍ଞା ଥିଲେ କି ଆପଣଙ୍କ ବେଳେ? ଆଜ୍ଞା ସେତେବେଳେ ବାସନ୍ତୀ ଲତା ଓଝା ସାରେ 6 ମହୋଦୟଙ୍କୁ ମାସ ମୋର ପାଇଁ ପ୍ରଶ୍ନ। ଆଜ୍ଞା ଆଜ୍ଞା 9 ମାସ ପାଇଁ ଥିଲେ ରମାନ ସାର୍, ଆଉ ବଂଶୀଧର ସାର୍ ଥିଲେ କି ସେତେବେଳେ? ବଂଶୀଧର ମୋର ରାଉତ ଏତେ ମ୍ୟାଥମେଟିକ୍ସ। ଆଜ୍ଞା ମ୍ୟାଥମେଟିକ୍ସ ପଢୁଥିଲି, ମୋର ଏତେ ମନେ ନାହିଁ, କିନ୍ତୁ ସାରଙ୍କୁ ପଛରେ ପୁଣି 32 ବର୍ଷ ପରେ ଭେଟିଲି ମୁନି ଆଜ୍ଞା ସମାଜ, ଆମର ସହଦେବ ଖୁଣ୍ଟା ଅଖିଳ ଭୂମଣ୍ଡଳୀୟ ମୁନି ସମାଜ କେନ୍ଦ୍ରରେ 2000 ଆଜ୍ଞା ମସିହାରେ ସାରେ ସେଠି ସାରଙ୍କୁ ମୁଁ ଭେଟିଲି। 32 ବର୍ଷ ପରେ, ମୁଁ 9 ବର୍ଷର ହେଇଥିଲି ଚତୁର୍ଥ ଶ୍ରେଣୀ ପଢିଲା ବେଳେ, ସାରଙ୍କୁ 6 ମାସ ପାଇଁ ଭେଟିଥିଲି। ତାପରେ ଦୀର୍ଘ 32 ବର୍ଷ ପରେ ଭେଟି ବାଲେଶ୍ଵର ମୁନି ସମାଜ, ଆମର ଅଖିଳ ଭୂମଣ୍ଡଳୀୟ ମୁନି ସମାଜ କେନ୍ଦ୍ର ସହଦେବ ଖୁଣ୍ଟା, ଦୀପାଞ୍ଜଳି ଦିଦି ଆଉ ଆମର ହାରାଧନ ମୁନି, ସେଇଠି ମୁନି ସମାଜରେ ମୁଁ ଯାଇଥାଏ। ସାରଙ୍କୁ ସେଇଠି ଭେଟ ହେଲି। ବୁଝିଲି ଯେ, ତାପରେ ଜାଣିଲି ଯେ ସେ ବାଲେଶ୍ୱରରେ ସେଲଟେକ୍ସ ଅଫିସରେ ବୋଧେ ଚାକିରି କରୁଥିଲେ ସାର୍। ସେଇଠୁ ତାଙ୍କ ସହିତ ଚିହ୍ନା ପରିଚୟ, ତାପରେ ଶୁଣୁ ଶୁଣୁ ଆମେ ବାଲିଆରେ ଘର କରିଛୁ। 85 ମସିହାରେ ବାଲିଆ ଘର ନେଇଛୁ। ତାପରେ 2000 ମସିହାରେ ଜାଣିଲି ସାରଙ୍କର ବି ଆମ ପୁରା ସାମ୍ନା ସାରଙ୍କର ଜାଗା ଖଣ୍ଡେ ଅଛି। ମୋ ଘର ବାଁ ପଟରେ ହେଲେ, ସାରଙ୍କ ଘର ଡାହାଣ ପଟରେ। ସେତେବେଳୁ ମାନେ ତାପରେ ସାରଙ୍କୁ ଜାଣିଲି, ତାଙ୍କ ସହିତ ଯିବା ଆସିବା କଥାବାର୍ତ୍ତା, ନାନୀଙ୍କ ସହିତ ଚିହ୍ନା
करछ सेटा कहबार उद्देश्य आज सकाळर मोर अनुभूति घर जेतेबेले अछि बालिया रे सब बेले माने लागे मते मो पिला अछंती बालिया रे मु बांग्लोर रे रहे किंतु लागे बालिया रे मोर आ गोटे पिला अछि मु भलो मंद सेठी बुझे कोन घरर हालचाल केमिति अछंती कोन मोर बंधु जने कहले कि हमरो सेठी पाखरे अछंती शिव मंदिर राधाकृष्ण मंदिर तापरे काली मंदिर तापरे दुर्गा मंडप तापरे शनि मंदिर एबे तयारी होचंती तापर प्रतिष्ठा पई 10,000 टका चांदा तापरे मु भाबिली मु कहली आ गोटे मंदिर तयारी कर देले पूरा 10टा मंदिर होई जिवो 10,000 लाख टका चांदा गणी की आ पेंशन तो 50,000 आस्ती ता देरे देह खराब आ चाली चलन आ एपड़ सेपड़ खर्च अछि आ लाख टका कर देले आ टी सुविधा हबो 10टा मंदिर तोळे दियंतु बस 10,000 वर्ष रे वार्षिक उत्सव हबो 10,000 लाख टका चाकणीबा आ निजे बंधा पड़ कि केमती दादा तो दबाऊ पड़ियो भगवान को मानतु मु मना करूनी किंतु मन रे प्रश्न आसे मंदिर कहा पई तोळेगा कोन पई तोळेगा के तार रक्षणाबेक्षण दायित्व खाली मंदिर तोळे देले तो हबनी निज बापा को दायित्व नियो मंदिर जबा दरकार पड़ियोनी जे सृष्टि करचंती तांकू आमे गढी परिया हमर से शक्ति आसला केमती किए देला हमकु से शक्ति भक्ति तो दूरर कथा शिक्षार अभाव रास्ताघाट अपरिष्कार निज घरर आवर्जना अन्य बाड़ी की पकेबा अपना कला कर्म मान बेल हुओ सावधान अन्य को दोष दे लाभ कौन कहा पचारि मंदिर तुले क्या पचार मंदिर क्या कह जाए जना अच्छी जहाँ को रखिबे अनंत के करि पारे बलवंत प्रश्न आसे कि पाई जीवी मंदिर कहीं पूजिबी ठाकुर मो घरे मो ठाकुर मो मंदिर बापा माँ मो ठाकुर ताको सेबारे दिन बितु या मो विचार निजे चेती सारा दुनिया जे चेतीबो भ्रमित करी अन्य को गुआ बुलेइबो भगवान आमे काकू कहिबा भ माने भूमि देले सुखरे रहिबा ग माने गगन आकाश तारा नाम सूर्य चंद्र तारा नथिले बुद्धि आम बाम बा माने वायु बा पवन नथिले आम चेतनारे आम नीर जल नथिले आमे हेबा जे दुर्बल जल ही जीवन जल ही प्राण जल ही सबु किछि जल नथिले धरणी धराशायी हेबटी सतरे अरे इको होची अन्य माने मु म्यूट सब हुंतु करिबारे इको होची अन्य माने म्यूट रहले सुबियो ठीक से क्लियर करी कराउ थाए तो ही तबिनी अन्य गति नाही जहा को धरिबा आमे जण को धरिबा समस्त को भल पाउचु कही धर्म को आखि ठार मारिबा सेही ब्रह्मा सेही विष्णु सेही महेश्वर एक ब्रह्म द्वितीय नास्ति जानी आमे अजणार निजर दोष को आमे निजे ही मानिबा अन्य को दोषारोप करी निजे दोषरे मुक्त हेबा आगो को निज को सुधारिले देश सुधरिबो आपे जणे आमे सुधरी गले देश आपे सुधरी जीवो निज पछरे 10 जण लगेई कोन आमे देश को सुधारुछि निज को सुधारी पाले आम देश सुधरिबो देश सुधरिले आम जाति सुधरिबो जाति सुधरिले आम प्राण रक्षा हेबो निज गोड़रे आमे निजे कुराड़ी मारुचु अन्य उपरे दोष लदी गोपबंधु साजुचु रखे हरि तो मारे किए मारे हरि तो रखे किए जनक रक्षा पाई आमे 10 जण रक्षक रखुचु निज काम निजे नकरी देश पाई आमे बलिदान देउचु नेई नेई आमे देश को कांगाल करूचु कोन ना दाता आमे चाउल देउचु निया पाउंस देउचु देबार जदि अछि ज्ञान दियो देश को खाली कोन ना मंदिर करी धर्म को आखि ठार मारुचु मंदिर नारे खाली अपभ्रंश हेउची नाली पानी पी जे जहा बाटरे चालुची यही तो संसार रो कारोबार निजको साजुचंती धर्मवीर धर्म नारे आखि ठार निजको निजर भूल केउठी निजको मार्जित कर तापरे देश दुनिया तो रहिची पछर सुंदर एथिरे बढ़िया दोषा दोष थिले क्षमा करिए मन को मोर बहुत प्रश्न आसे
ଦେଶକୁ କେମିତି ସଜାଡ଼ିବା, ଦେଶକୁ କେମିତି ଆମ ଦେଶ ଆମେ ଭଲ ରହିଲେ ଦେଶ ଭଲ ରହିବ, ଦେଶ ଭଲ ରହିଲେ ଜାତି ଭଲ ରହିବ। ସମସ୍ତଙ୍କ ମଙ୍ଗଳ କାମନା କରିକି ମୋର ବକ୍ତବ୍ୟ ଶେଷ କଲି। ଧନ୍ୟବାଦ। ନମସ୍କାର ନମସ୍କାର। ବହୁତ ଭଲ ତଥ୍ୟ ଗୁଡ଼ିକ ଆପଣ ଏ ସମାଜକୁ ଆମର କବି କବୟିତ୍ରୀ କବିତା ମାନଙ୍କୁ ଏ ଚେତନାର ବାଣୀ ଆପଣ ଶୁଣେଇଛନ୍ତି ସମାଜକୁ ସୁଧାରିବା ପାଇଁ, ଆତ୍ମୋଦ୍ଧାରର ମାର୍ଗ ଏବଂ ଏ ସମାଜ କେମିତି ସରସ ସୁନ୍ଦର ସମାଜଟିଏ ଗଢ଼ି ତୋଳି ହେବ। ଦୂର ଦେବାଳୟ ଯିବା ନାହିଁ ପ୍ରୟୋଜନ, ନିଜ ଅଭ୍ୟନ୍ତର ଫେଡ଼ି ଦେଖ ହେ ନୟନ। ହଁ, ସେଠି ସ୍ୱୟଂଭୂ ନିଜେ ବିରାଜମାନ କରିଛନ୍ତି ଏବଂ ନିଜେ ଭଲ ହେଲେ ଏ ଦୁନିଆ ଭଲ ହବ। ଏ କଥାକୁ ନେଇ ଆମର ଯେ ନିଜକୁ ସୁଧାରିବା ପାଇଁ, ନିଜର ଚେତନାକୁ ସୁଧାରିବା ପାଇଁ, ନିଜର ମନ ହୃଦୟ ଏବଂ ପ୍ରାଣକୁ ଏକ କରି କେମିତି ଆମେ ଭଲ କାମଟିଏ କଲେ ଆମର ବିବେକ ଅନୁସାରେ ତାହେଲେ ଦେଶ ସୁଧୁରିଯିବ। ଦେଶ କଥା ସେ ଚିନ୍ତା କରିଛନ୍ତି ପ୍ରାବନ୍ଧିକ। ଦେଶ ରାଜ୍ୟ ମାତୃଭୂମି ମାଟି ଏଇ ଭୂଖଣ୍ଡରେ ଶାନ୍ତି ବିରାଜମାନ କରୁ, ସମସ୍ତେ ଭଲରେ ରୁହନ୍ତୁ। सर्वे भवन्तु सुखिनः, सर्वे सन्तु निरामय, सर्वे भद्राणि पश्यन्तु मा कश्चित् दुःख भाग भवे। एई न्याୟରେ आकु केन्द्र करी कवि सविता राणी ओझा ई प्रबंधरे आमको बहुत तथ्य देले। तबे आसंतु ना वर्तमान आमको रमामणि साहू आम उपरे विरक्ति प्राय हेलेनी कोन मार्कोणार कवि रमामणि साहू मु वर्तमान तंग आह्वान करिवि तांकर कविता पाठ करिवे। काल विलंबन करी से तांकर कविता पाठ करंतु एवं कविता पाठ करने पूर्व प्रत्येक कवि कवयित्री मोर घोषणा जे सेमाने सेमानंकर कवितार शिरोनामा को टिके लेखिकी जनईदेवे व्हाट्सएप रे। तबे वर्तमान कवि एवं कवयित्री मार्कोणा स्वर मार्कोणार कवयित्री माटीर कवयित्री रमामणि साहू। ମୋ କଥା ଶୁଭୁଛି ତ? हाँ तो ମୋ କଥା ଶୁଭୁଛି ତ? ଆଜ୍ଞା ନମସ୍କାର। नमस्कार ନମସ୍କାର नमस्कार ନମସ୍କାର। ମୋର ମୁଁ ପଲ୍ଲୀଚେତନାର ସମସ୍ତ ସଭ୍ୟ ସଭ୍ୟାଙ୍କୁ ମୁଁ ହାର୍ଦ୍ଦିକ ପ୍ରଣାମ। ମୋର କବିତାର ଶୀର୍ଷକ ଆଜି ରଖିଛି ମାତୃଭାଷା। ଆଜ୍ଞା ଶୁଭୁଛି ତ? बढ़िया शुभुची मातृभाषा को नहीं कवि कवयित्री रमामणि साहू। ଆଜ୍ଞା। मातृभाषा ଭୁଲୁଣ୍ଠିତ ଆଜି ଆମ ମାତୃଭାଷା, ଭୁଲୁଣ୍ଠିତ ମାତୃଭାଷା, ବିଦେଶର ଭାଷା ସମାଜରେ ଆମ ବାନ୍ଧିଛି ନିବିଡ଼ ବସା। ପାଶ୍ଚାତ୍ୟ ସଭ୍ୟତା ଉପରେ ଗୁରୁତ୍ୱ ଦେଇ ଆମ ଦେଶବାସୀ ଯେମିତି ସେମିତି ଚଳାଇ ନିଅନ୍ତି ଅଧା ଇଂରାଜୀ ଭାଷୀ। ବଦଳି ଗଲାଣି ବେଶଭୂଷା ଆମ, ବଦଳିଲାଣି ସଂସ୍କୃତି। ନୂଆ ନୂଆ ରୂପ ଧରି ସଂସ୍କାର ଆସଇ ସମାଜେ ନୀତି। ଅତୀତରେ ଦିନେ ବିଶ୍ୱ ଦରବାରେ ଘମାଘୋଟର ଲଢ଼େଇ ଲାଗିଥିଲା ମାତୃଭାଷା ରକ୍ଷା ଲାଗି, ଭାଷାର ଉନ୍ନତି ପାଇଁ। ଭାଷା ଅଟେ ଆମ ଆଦ୍ୟ ପରିଚୟ, ଭାବଦାନେ ସହାୟକ। ଭାଷାର ସମୃଦ୍ଧି ବଳେ ରଖି ହେବ ଆମ ସାହିତ୍ୟର ଟେକ। ସଂସ୍କାର ଐତିହ୍ୟ ପରମ୍ପରା ସବୁ ଭାଷାରେ ଥାଏ ନିହିତ। ବ୍ୟକ୍ତ କରୁଥିବା ଭାଷାରୁ ବ୍ୟକ୍ତିକୁ ସହଜେ କରେ ଚିହ୍ନିତ। ଆମର ଗୌରବ ଆମର ଗୌରବ, ମାତୃଭାଷା ମଥାମଣି। ରୂପାନ୍ତର କରେ ମାତୃଭାଷାରେ ଅନ୍ୟର ଭାଷାକୁ ଶୁଣି। ଭାଷା ଅଟେ ପ୍ରାଣ, ଭାଷା ହିଁ ଜୀବନ, ବିକଳ୍ପ ନାହିଁ ଭାଷାର। ନିଜସ୍ୱ ମାଧୁର୍ଯ୍ୟ ମାଧୁରୀ ମର୍ଯ୍ୟାଦା ପୁରି ରହିଛି ସେଥିର। वाह वाह। ଭାଷାର कैरियन कैरियन।
ଭାଷାର ଉନ୍ନତି ହେଲେ ସିନା ଜାତି ହୋଇବ ସମ୍ମାନାସ୍ପଦ। ବଳିଷ୍ଠ ସାହିତ୍ୟ ତେଜସ୍କ୍ରିୟ ହେବ, ଭାଷା ହେବ ଫଳପ୍ରଦ। ଭାଷାର ଶାଣିତ ଅସ୍ତ୍ର ଥିଲେ ପାଖେ, ଭୟ ପଳାଇବେ ଐରୀ। ଭାଷା ଫେରାଇ ଆଣିବା ଐତିହ୍ୟ ସଂସ୍କୃତି, ଯାଇଛି ଯାହା ବିସ୍ମରି। ଆସିଛି ସେ ବେଳ ଭାଷା କରବାଳ, ଧରିବାକୁ ହେବ କଷି। ରଖିଯିବା ଟେକ ମାତୃଭାଷାର, ଅରାତିକୁ ଦେବା ଧ୍ୱଂସି। ଜାଗ୍ରତ ହୁଅ ଭାଷାର ପୂଜକ, ଜଗାଓରେ ମନ ବଳ। ଦୂରେ ହଟି ଯାଉ ପାଶ୍ଚାତ୍ୟ ସଭ୍ୟତା, ଉଠୁ ଆମ ଭାଷା ରୋଳ। କଳିତ ଲଳିତ ଆମ ମାତୃଭାଷା, ଆମ ଅସ୍ତିମ ଜାଗତ। ନାହିଁ ତ ଭ୍ରୂକ୍ଷେପ ଆମ ଶାସକର, ଦିଅନ୍ତି ନାହିଁ ଗୁରୁତ୍ୱ। ଆମ ଭାଷା ଅଟେ ଆମ ମା ପରି, ଶ୍ରେଷ୍ଠ ଆସନେ ବସାଇ। ବୁଣି ଦେବା ଭାଷା ମଞ୍ଜି ପୁରେ ପୁରେ, ଭାଷା ପରି ବନ୍ଧୁ ନାହିଁ, ଭାଷା ପରି ବନ୍ଧୁ ନାହିଁ। ସରିଲା ସାର୍। ପୁରା ସୁନ୍ଦର ସୁନ୍ଦର ସୁନ୍ଦର। ଆଜ୍ଞା ସରିଗଲା। ହଁ ଧନ୍ୟବାଦ ଧନ୍ୟବାଦ, ବହୁତ ସୁନ୍ଦର ହେଇଛି। ଆଚ୍ଛା, ଏ ଭାଷା ସମ୍ପର୍କରେ, ମାତୃଭାଷା ସମ୍ପର୍କରେ ଯୋଉ କବିତାଟା ଲେଖିଲେ ଏକଦମ ଭଲ ଲାଗିଛି। ଆପଣଙ୍କ କବିତା ବହୁତ ଭଲ ଲାଗିଛି। ଏ କବିତା ଆପଣ ଲେଖିଛନ୍ତି, ବଦଳି ଗଲାଣି ଆମର ବେଶ ଭାଷା ଭୂଷା। ବଦଳି ଗଲାଣି ଆମର ଭାଷା ବେଶଭୂଷା, ବଦଳି ଗଲାଣି ଆମର ସଂସ୍କୃତି। କେଡ଼େ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି, ସମାଜର ନିଖୁଣ ଚିତ୍ରକୁ ଆପଣ ଆପଣଙ୍କ କବିତାରେ ଉପସ୍ଥାପିତ କରିଛନ୍ତି। ଏବଂ ମାତୃଭାଷା ସମ୍ପର୍କରେ ଆପଣ ଯାହା କହିଛନ୍ତି, ଫକୀରମୋହନ ସେନାପତି କଥା ସମ୍ରାଟ ବ୍ୟାସ କବି ଫକୀରମୋହନ ସେନାପତି କଥାକୁ ନେଇ, ଭାଷାକୁ ନେଇ ସେ ଯୋଉ ବଦ୍ଧପରିକର ହେଇଥିଲେ, ପ୍ରତିଜ୍ଞା ମଧ୍ୟ ହେଇଥିଲେ, ହେଉ ପଛକେ ସେ ନିକୃଷ୍ଟ, ମୋ ମାତୃଭାଷା ମୋତେ ଶ୍ରେଷ୍ଠ। ହେଉ ପଛକେ ସେ ନିକୃଷ୍ଟ। ଦେଖିଲି ବୁଲି ବହୁ ଦୂର, କାଞ୍ଚି କାମାକ୍ଷା କାନପୁର, ପାଇଲି ନାହିଁ ଘୁରି ଘୁରି, ମୋ ମାତୃଭାଷାର ମାଧୁରୀ। ପାରୁଛ ଯେତେ ଭାଷା ଶିଖ, ମାତୃଭାଷାର ନିଜ ମାତୃଭାଷାର ମହତ ରଖ। ଏବେ ମାତୃଭାଷାକୁ ନେଇ ଆପଣ ଯୋଉ ମହତ ରଖିଛନ୍ତି ଆମ ସମସ୍ତଙ୍କ ଆଗରେ, ଆପଣଙ୍କୁ ରମାମଣି ସାହୁ କବୟିତ୍ରୀ ମୁଁ ଆପଣଙ୍କୁ ନମସ୍କାର କରୁଛି। ଦୂରରୁ ଥାଇ ବାଲଗୋପାଳ ମନ୍ଦିର, ଭଦ୍ରକର ବାଲଗୋପାଳ ମନ୍ଦିର, ବାଲଗୋପାଳ ମନ୍ଦିର ପରିସରରେ ବସିଛି ମୁଁ, ଏବଂ ଏଇଠି ବସି ଆପଣଙ୍କୁ ଏଇଠି ପ୍ରଣାମ କରୁଛି ଦୂରରୁ। ଧନ୍ୟବାଦ। ମାତୃଭାଷାର କବି ଅତ୍ୟନ୍ତ ସୁନ୍ଦର ହେଇଛି। ମୋର ନନା ମଦନ ନନାକୁ ମୁଁ କହିବାକୁ ଚାହେଁ, ମଦନ ନନା, କବି ମଦନ ମୋହନ ପାଣିଗ୍ରାହୀ ଆମର ବିଭିନ୍ନ ଭାଷା ଏ ଧର୍ମ ଉପରେ ଲେଖୁଛନ୍ତି, ଏବଂ ମଦନ ମୋହନ ପାଣିଗ୍ରାହୀ ଏ ଭାଷାର କଥା ମଧ୍ୟ ବହୁତ କହନ୍ତି, ଏବଂ ତାଙ୍କର ଗାଁର କଥା କହନ୍ତି, ମାଟି ମଟାଳର କଥା କହନ୍ତି, ଚାଷ ବାଡ଼ିର କଥା କହନ୍ତି, ହାଣ୍ଡିଶାଳର କଥା କହନ୍ତି, କ୍ଷେତ ବାଡ଼ିର କଥା କହନ୍ତି। ଏଇଭଳି ଭାଷା ଉପରେ ମଦନ ନନା ଟିକେ ଲେଖିବା ପାଇଁ ମୁଁ ଅନୁରୋଧ କରୁଛି। ଭାଷା ବଞ୍ଚିଲେ ତ ଜାତି ବଞ୍ଚିବ ନା। ଆପଣ ସିନା ହାଇଦ୍ରାବାଦ ରହିଲେ, ଡେଲି ଗୋଟେ ହିନ୍ଦୀରେ ଛାଡ଼ି ଦଉଛନ୍ତି ଯେ ମେସେଜ, ଆମେ ପଢୁଛୁ ଅତି ସୁନ୍ଦର ସୁନ୍ଦର ମେସେଜ, ହେଲେ ମାତୃଭାଷା ଉପରେ ସେଇ ବିଦେଶରେ ଥାଇ, ପ୍ରବାସରେ ଥାଇ ଆପଣ ମାତୃଭାଷା ଉପରେ ଗୋଟେ ଲେଖିବା ପାଇଁ ମୋର ଏକାନ୍ତ ଅନୁରୋଧ, ଯେମିତି ଲେଖିଲେ ଆମର କବୟିତ୍ରୀ ରମାମଣି ସାହୁ। ତେବେ ଆସନ୍ତୁ, ଗୀତାଞ୍ଜଳି ଅଗସ୍ତି ଭାରି ଜୋର ବିରକ୍ତି ହେଲେଣି, ମାନସୀବାଳା ସୁତାର ମଧ୍ୟ ବିରକ୍ତ ହେଲେଣି। ତେବେ ରମାକାନ୍ତ ସାର୍ଙ୍କୁ ମୁଁ ଅନୁରୋଧ କରୁଛି, ତେବେ ଆଗର ଟିକେ ମାନସୀବାଳା ସୁତାରଙ୍କୁ ଦେଇଦବା। ମାନସୀବାଳା ସୁତାର ଆସୁଛନ୍ତି, ତାଙ୍କର ଗୋଟେ ତିକ୍ତ ଅନୁଭୂତି, ମଧୁର ଅନୁଭୂତିକୁ ନେଇକି, ମଧୁର ଏବଂ ତିକ୍ତ ଅନୁଭୂତିର ସମନ୍ୱୟକୁ ନେଇ ତାଙ୍କର ଗୋଟେ ଅନୁଭୂତିର କଥା ସେ ବଖାଣିବେ ଆମ ଆଗରେ। କିଏ? ଯେ ଗାଳ୍ପିକା ମାନସୀବାଳା ସୁତାର, ତାଙ୍କର ଅନୁଭୂତିର କଥାର ଶୀର୍ଷକ ହେଉଛି ଆଉ ସେଦିନ ନାହିଁ, ଆଉ ସେଦିନ ନାହିଁ। ଆସନ୍ତୁ ନା।
ଶିବ ମୁଁ ଟିକେ ଯୋଉଟା କହିଲୁ ତାର ବର୍ତ୍ତମାନ 1 ମିନିଟ ଭିତରେ ଉତ୍ତରଟା ଦଉଛି। ରାଇଟ୍ ରାଇଟ୍ ହଁ ମଦନ ନନା ଟିକେ କହିବେ ତାଙ୍କର ବକ୍ତବ୍ୟ 1 ମିନିଟ ଭିତରେ। ହଁ ପ୍ରଥମ ସଂଖ୍ୟା ଅଟେ ଶୂନ, ପ୍ରଥମେ ସଂଖ୍ୟା ଅଟେ ଶୂନ, ପ୍ରଥମେ ଆସିଲେ ଆଜ୍ଞା ଏହା ମୂଲ୍ୟହୀନ। ଆଚ୍ଛା ପ୍ରଥମ ସଂଖ୍ୟା ଅଟେ ଶୂନ, ହଁ ପ୍ରଥମେ ଆସିଲେ ଏହା ମୂଲ୍ୟହୀନ। ମୂଲ୍ୟହୀନ ହଁ ଅନ୍ୟ ସଂଖ୍ୟା ଆଗେ ଆସିଲେ ଏହା ହୁଏ ମୂଲ୍ୟବାନ। ଓହୋ ହୋ ହୋ ତେଣୁ ଡାଣକୁ ବସିଲେ ଏଇଥିପାଇଁ କୌଣସି ହଁ ଭାଷା, କୌଣସି ଦେଶ, କୌଣସି ରାଜ୍ୟ, କୌଣସି ମଣିଷକୁ ନକର କିଛି ନ୍यूनतम। ବଢିଆ 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 ବଢିଆ। ସବୁ ଭାଷା ସମାନ, ସବୁ ଭାଷା ସମାନ, ହେଲେ ମାତୃଭାଷା ର କଥା କହିବେ ଆଗାମୀ ଥରକୁ ଆପଣ। ଠିକ ଅଛି, ବର୍ତ୍ତମାନ ମାନସୀ ବାଳା ସୁତାରଙ୍କୁ ମୁଁ ଅନୁରୋଧ କରୁଛି ତାଙ୍କର ଅନୁଭୂତିର କଥା ଆଉ ସେଦିନ ନାହିଁ, ଆଉ ସେଦିନ ନାହିଁ କୁ ନେଇ ଆସୁଛନ୍ତି ମାନସୀ ବାଳା ସୁତାର। ଜୟ ଜଗନ୍ନାଥ, ଜୟ ମା ପଲ୍ଲୀଚୁତନା। ସମସ୍ତ ସାରସ୍ୱତ ସାଧକ ସାଧିକାଙ୍କୁ ମୋର ଯଥାମାନ୍ୟ। ଆଉ ସେଦିନ ନାହିଁ, ମୋର ଶୀର୍ଷକ ଅନୁଭୂତିର କଥା ଆଉ ସେଦିନ ନାହିଁ। ସତରେ ସେଦିନ ଆଜି ନାହିଁ। ବଢି ସକାଳୁ ଜେଜେମା ସହିତ ଆମ୍ବ ବାଡିରେ ପାଚିଲା ଆମ୍ବ ସାଉଁଟିବାର ମଜା, ଆଉ ଆମ ସାହି କାଳିଆ ଭାଇ ଘର ଘର ପଛପଟେ ଯେଉଁ ବରକୋଳି ଖୁଣ୍ଟିବାର ମଜା, ସକାଳୁ ସକାଳୁ ନଦୀ ବନ୍ଧରେ ଥିବା ଫୁଲ ଗଛରୁ ଫୁଲ ତୋଳିବା ବେଳେ ସୁମା ନୂଆ ବୋଉର ଗାଳି ସତରେ କାନକୁ ଟିକେ ଖରାପ ଲାଗିଲେ ବି କମ୍ ହସ ଲାଗେନି। ସେଦିନ ଗୁଡ଼ିକ କେମିତି ଗୋଟେ ନିଆରା ଥିଲା। ଅଲଗା ଅଲଗା ଘର କଲେ ବି କାହାର କାହା ଉପରୁ ଭରସା ବିଶ୍ୱାସ ତୁଟୁ ନଥିଲା। କେହି ଜଣେ ବିପଦରେ ପଡୁଥିଲେ, ଆର ଘର ଲୋକ ତାକୁ ସହଯୋଗର ହାତ ବଢାଉଥିଲା। କେହି କାହାଠାରୁ ଲୁଟି ଖାଇବାକୁ ସ୍ୱପ୍ନରେ ବି ଭାବୁନଥିଲା। ଆଜି କିନ୍ତୁ ସବୁ ଓଲଟ ପାଲଟ ହୋଇଯାଇଛି। ଗାଁ ଯେମିତି ସହର ପାଲଟି ଯାଇଛି। ଏମିତିକି ମୋର ମନେ ଅଛି, ଆମ ସାହିରେ 2ଟି ନିଆରୀ ଘର ଥିଲା। ରାତି ପାହାନ୍ତାରେ ସେମାନେ ଢିଙ୍କିରେ ଚୁଡା କୁଟି ଗାଁରେ ବୁଲି ବୁଲି ବିକ୍ରି କରନ୍ତି। ଢିଙ୍କି କୁଟା ଚୁଡା ମୋର ଭାରି ପ୍ରିୟ ଥିଲା। ସକାଳୁ ସକାଳୁ ଉଠି ବଡ ବିକଳରେ ଦୌଡି ଯାଏ ତାଙ୍କ ଘରକୁ। ସେମାନେ ମତେ ବସିବାର ଦେଖି ମଧ୍ୟ ନ ଦେଖିବାର ଅଭିନୟ କରନ୍ତି, କାରଣ ଗାଁକୁ ଚୁଡା ନିଅଣ୍ଟ ପଡେ। ବରାତ ମୁତାବକ ଚୁଡା କୁଟିଥାନ୍ତି। ଶେଷରେ ମନ ଦୁଃଖ କରି ଫେରି ଆସେ ଘରକୁ। ଆଜି ଗାଁରେ ଆଉ ରାତି ପାହାନ୍ତାରୁ ଢିଙ୍କି ପାହାର ନାହିଁ କି ଟିକେ ଫୋନଟା ଆସିଲା ତ ଆଜି ଆଉ ରାତି ପାହାନ୍ତରେ ଢିଙ୍କି ପାହାର ନାହିଁ କି ସେ ଚୁଡାର ବାସ୍ନା ନାହିଁ। ସକାଳୁ ସକାଳୁ ମ୍ୟାଗି ଚାଉମିନର ବାସ୍ନା ଚାରିଆଡେ ମହକୁଛି। ଏବେ ଗାଁରେ ମଧ୍ୟାହ୍ନ ରୋଷେଇରେ ବିରି ଡାଲି, ଶାଗ ଖରଡା, ଚୁନା ମାଛ ବେସର ନାହିଁ। ଏବେ ଚିକେନ, ମଟନ, ପନିର, ଚିଲି କୋବିର ଆଉ ବିରିୟାନୀର ବାସ୍ନା ଆସୁଛି। ବାହ ହଁ, ଏ ତ ଗଲା ଗାଁ ଖାଦ୍ୟପେୟ କଥା। ଗାଁର ପାଖ ପରିବେଶ ଦେଖିଲେ କେମିତି ଭାରି ଅଡୁଆ ଅଡୁଆ ଲାଗେ। ଗାଁ ନଈ ତୁଠ କେତେ ପରିଷ୍କାର ପରିଚ୍ଛନ୍ନ ଥିଲା। ସକାଳୁ ନଈର କାଚ କେନ୍ଦୁ ପରି ପାଣିରେ 3 ସାହିର ସ୍ତ୍ରୀ ପୁରୁଷଙ୍କର ଭିଡ ଜମୁଥିଲା। ବାହ ଏବେ କିନ୍ତୁ ନଦୀ ତୁଠ ହଦ କାଦୁଅରେ ଭରପୁର। ନାହିଁ ସେ ସାଙ୍ଗସାଥୀ ସଙ୍ଗେ ନଈ ପହଁରା, ନାହିଁ ସେ ଗୁଲି ଖଟି। ଭାଲୁକୁଣି ଓଷାରେ ସବୁ ଝିଅ ମାନେ ସାଙ୍ଗ ହୋଇ ନଈରେ ହୁଳୁଳି ପକାଇ ଗାଧୋଇବା ସତରେ ଖୁବ୍ ନିଆରା। ଏବେ ନା ଅଛି ସେ ସାଙ୍ଗ ମେଳ, ନା ଅଛି ସେ ଓଷାର ମଜା। ସବୁ କେମିତି ଧୀରେ ଧୀରେ ମଳିନ ପଡିଯାଇଛି। ଏମିତି ବି ମୋର ମନେ ଅଛି, ରାତି ପାହିଲେ କୁଆଁର ପୁନେଇ ଓଷା ହେବାକୁ ଥାଏ। ବୋଉ ସମୟ ନ ଦେଖି ରାତି ପାହିଲାଣି ଭାବି କାଳେ ଆମ 2 ଭଉଣୀ ଚଉରାରେ ଫୁଲ ପକେଇବାକୁ ପାଇବୁନି ଭାବି ଡାକି ଦେଇଛି। ସେତେବେଳେ ରାତି ପ୍ରାୟ 1ଟାଏ ହେବ। ବୋଉର ଡାକ ଶୁଣି ଆମେ 2 ଭଉଣୀ ଫୁଲ ନିଶାରେ ଧଡପଡ ହୋଇ ଉଠି ପଡିଲୁ। ବୋଉ ଆମକୁ କବାଟ ଖୋଲି ପୁଣି କବାଟ ଦେଇ ଶୋଇଲା। ଆମ ମନରେ ଫୁଲ ତୋଳିବାର ନିଶା ଖୁବ୍ ଜୋର ଥାଏ। ପାଖ ଗାଁକୁ ଗଲେ ଅଧିକ ଫୁଲ ମିଳିବା ଆଶାରେ ଆମେ ଦୁହେଁ ବାହାରି ପଡିଲୁ। ବିଜୁଳିର ବ୍ୟବସ୍ଥା ନଥିବା ରୁ ଯିବା ବାଟ ଖୁବ୍ ଅନ୍ଧାରୁଆ ଥାଏ। ତଥାପି ଆମ ମନରେ କୌଣସି ଡର ନଥାଏ।
କେମିତି ଫୁଲ ଗଛ ପାଖରେ ପହଞ୍ଚିବୁ। ତାପରେ ଯେଉଁ ଫୁଲ ଗଛରୁ ଫୁଲ ତୋଳୁ ଧୀରେ ଧୀରେ ଗଛ ପାଖରେ ଫୁଲ ତୋଳୁ ସେଇ ଗଛ ପାଖରେ ଧୀରେ ଧୀରେ ଯାଇ ପହଞ୍ଚିଲୁ। ହାତରେ ଥିବା ଟର୍ଚ ପକାଇ ଦେଖିଲୁ ଫୁଲ ଗୋଟାଏ ନାହିଁ, କାରଣ ସେତେବେଳକୁ ଫୁଲ ଫୁଟିବାର ସମୟ ହୋଇନଥାଏ। ଆମେ କିନ୍ତୁ ଭାବୁଥିଲୁ ଯେ ବୋଉ ଆମକୁ ବିଳମ୍ବରେ ଡାକିଛି, ଯାହା ଫଳରେ ଆମେ ଆସିବା ଆଗରୁ ଫୁଲ ସମସ୍ତେ ତୋଳି ନେଇଛନ୍ତି। ଏମିତି ଅନେକ ଅନେକ କଥା। ତାପରେ ନ ଫେରି ଆମେ ଗାଁ ଶେଷ ମୁଣ୍ଡର ମହାନ୍ତି ଘର ଗଛ ପାଖକୁ ଗଲୁ। ସେଠି ବି ଅବସ୍ଥା, ଗୋଟେ ଫୁଲ ନାହିଁ। ସେ ସମୟରେ ମହାନ୍ତି ଘର ବୁଢୀ ବାହାରକୁ ଉଠିଥାଏ। ଆମକୁ ଏତେ ରାତିରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା, ଆଉ ଗଙ୍ଗା ସାରଙ୍କ ଝିଅ ବୋଲି କହିଲା। ସେତେବେଳେ ତ ଫୋନ ନଥିଲା, ନହେଲେ ସେମାନେ ସେଇ କ୍ଷଣି ମୋ ବାପାଙ୍କ ପାଖକୁ ଫୋନ କରିଥାନ୍ତେ। ସେ ସୁବିଧା ନଥିଲା। ସେ ଆମକୁ କିଛି ନ କହି ଘରକୁ ଡାକି ପାଖରେ ଶୋଇ ପକାଇଲା, ଆଉ କହିଲା ତୁମେ ମାନେ ଶୋଇପଡ, ରାତି ପାହିଲେ ମୁଁ ତୁମ 2 ଜଣଙ୍କୁ ଡାକିଦେବି, ତୁମେ ମାନେ ଫୁଲ ନେଇ ଘରକୁ ଯିବ। ବାପା ବୋଉ ବି ଘରେ ସମୟ ଦେଖି ଖୁବ ଚିନ୍ତାରେ, ଏବଂ ପରେ ମଧ୍ୟ ବାପା ଖୋଜିକି ଆସିଥିଲେ କିନ୍ତୁ ପାଇନଥିଲେ। ରାତି ପାହିଲା ପରେ ଆମେ ଫୁଲ ଧରି ଘରକୁ ଫେରିଥିଲୁ। ସତରେ ସେଦିନ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ବିନା ଆଶ୍ଚର୍ଯ୍ୟ ଲାଗେ ବିନା ଡର ଭୟରେ ଆମେ ଯେମିତି ଗୋଟେ ରାତିରେ ଅନ୍ଧାର ରାସ୍ତାରେ ଚାଲି ପାରୁଥିଲୁ। ଆଜି କିନ୍ତୁ ସେ ଭରସା କାହାରି ଉପରେ କାହାର ନାହିଁ। ବାପା ମାଙ୍କର ତୁଟିଛି, ପିଲାଙ୍କ ଉପରେ ବିଶ୍ୱାସ ବିନୋଦ ତୁଟିଛି ତ୍ରିପାଠୀ ପଡିଶା ଉପରେ। ଏବେ କିନ୍ତୁ ଆଉ ନା ଅଛି ସେ ପରିବେଶ, ନା ଅଛି ସେ ସମୟ। ଚାଲି ଯାଇଛି ସେ ବହୁ ଦୂରକୁ, ଯାହାକୁ ଅତି ବିକଳରେ ଖୋଜନ୍ତି ପାଇବାକୁ, ଟିକେ ଛୁଇଁବାକୁ। ବେଳେ ବେଳେ କାହିଁକି କେଜାଣି ଅତୀତରେ ବିତିଥିବା କଥା ଗୁଡିକ ମନ ଭିତରେ ଯେମିତି ସାଗରର ବେଳାଭୂମି ପରେ ଅତୀତଟା ଲହରୀ ପରି ତାର ମଥାକୁ ବାଡେଇ ପୁଣି ଫେରିଯାଏ। ସତ କହିଲି ନା? ଧନ୍ୟବାଦ। ବଢିଆ ବଢିଆ ବଢିଆ, ଅତି ସୁନ୍ଦର ଅନୁଭୂତି। ଏସବୁ ଅନୁଭୂତିକୁ ନେଇ ସେ ପିଲାଦିନର କାହାଣୀକୁ ବଖାଣିଛନ୍ତି ଯେ ଗାଳ୍ପିକା ସବିତା ରାଣୀ ଓଝା। ଢିଙ୍କି କୁଟା ଚାଉଳ, ଢିଙ୍କି କୁଟା ଚୁଡା, ଢିଙ୍କି କୁଟା ଚୁଡା ଏବଂ ଢିଙ୍କି କୁଟା ଚାଉଳ। ଢିଙ୍କି କୁଟା ଚୁଡା ସେମାନେ ସବୁ ନେଇକି ଆସୁଥିଲେ, ଆପଣ ଖାଉଥିଲେ। ଏବଂ ସେଇ ସମୟରେ ଯୋଉ ଅନୁଭୂତିଟା ଥିଲା, ଗୋଟେ ଘଟଣା ଥିଲା, ତା ଆଉ ଫେରିବ ନାହିଁ। ତେବେ ସେ ବର୍ତ୍ତମାନ ସବୁ ବଜାରରେ ତ ବିକ୍ରି ହଉଛି। ଆଉ ଏଇ ଯୋଉ କଥାକୁ ନେଇ ଆପଣ ଗୋଟେ ଲେଖିଲେ, ଗୋଟେ ପ୍ରବନ୍ଧ ଲେଖିଛନ୍ତି, ଗଳ୍ପଟେ ଲେଖିଛନ୍ତି ଯେ ସବିତା ରାଣୀ ଓଝା ନା ମାନସୀ ବାଳା ସୁତାର, ଆଜ୍ଞା। ମାନସୀ ବାଳା ସୁତାର, ହଁ, ଆଉ ସେଦିନ ନାହିଁ। ତେବେ ସମସ୍ତେ ଆମେ କହୁଛୁ ଆଉ ସେଦିନ ନାହିଁ, କିନ୍ତୁ ସେଦିନର ସୂର୍ଯ୍ୟ ଆଜି ବି ଉଁଛି। ସେଦିନର ଦିନ ଯେମିତି ଆସେ, ଦିନ ଯେମିତି ଆସୁଛି, ସୂର୍ଯ୍ୟ ଉଠୁଛି, ସକାଳ ଆସୁଛି, ରାତି ଆସୁଛି, ସବୁ କିଛି ଅଛି। ହେଲେ ଆମ ଅନୁଭୂତି, ଆମ ସଂସ୍କୃତି, ଆମ ଚାଲିଚରଣ, ଏଇ ସବୁ ଟିକେ ଟିକେ ବଦଳି ଯାଇଛି। ଆମର କଥା, ବେଶଭୂଷା, ଭାଷା, ଆମର ଚାହାଣୀ, ଏଇ ସବୁ ଟିକେ ଟିକେ ବଦଳି ଯାଇଛି। ଯୋଉ ବଦଳି ଯିବାଟାକୁ ଆମେ କବିମାନେ, କବୟିତ୍ରୀ ମାନେ ସହଜରେ ଗ୍ରହଣ କରିପାରୁ। କାହିଁ ଗଲା ସେ କାଳ ପଖାଳ, କାହିଁ ଗଲା ସେ ଢିଙ୍କି କୁଟା ଚୁଡା, ତାର ଯୋଉ ମିଠା ସ୍ୱାଦ, ତା ଆଉ କଣ କେବେ ମିଳିବ? ଆଉ ସେଦିନ ନାହିଁ। ତେଣୁ ଆପଣଙ୍କୁ ସତରେ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର ଆପଣଙ୍କୁ, ମାନସୀ ବାଳା ସୁତାର। ତେବେ ଆସନ୍ତୁ କବିଙ୍କ ପାଖକୁ ଯିବା। ପ୍ରଣାମ ସାର୍, ପ୍ରଣାମ। କବି, ଟାଣ ପଣର କବି, ଯୋଉ ଟାଣ ଲେଖନୀ ଧରି ଅତ୍ୟନ୍ତ ଟାଣ ମନରେ, ଟାଣ ଭାବରେ ଏବଂ ଦରଦୀ ହୃଦୟ ନେଇ ଆସୁଛନ୍ତି କବି ବିନୋଦ ବିହାରୀ ତ୍ରିପାଠୀ। କବି ବିନୋଦ ବିହାରୀ ତ୍ରିପାଠୀଙ୍କୁ ନମସ୍କାର, ଏବଂ ସେ ତାଙ୍କର କବିତା ପାଠ କରିବା ପାଇଁ ମୁଁ ତାଙ୍କୁ ସବିନୟ ଅନୁରୋଧ କରୁଛି। ସାର୍ ମୋ କଥା ଶୁଭୁଛି ସାର୍? ଶୁଭୁଛି ଆଜ୍ଞା, ନମସ୍କାର। ସାର୍ ଆଜି ଏଇ ସୁମଧୁର ଅପରାହ୍ନରେ ପଲ୍ଲୀ ଚେତନାର ସମସ୍ତ କବି ଓ କବିତ୍ରୀ ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ମୁଁ 2ଟି କବିତା ପାଠ କରିବି, ଛୋଟ ଛୋଟ କବିତା। ଆଜ୍ଞା। ପ୍ରଥମ କବିତା ହେଲା ବିଦ୍ୟାର୍ଥୀର ଅଭିବ୍ୟକ୍ତି। ବିଦ୍ୟାର୍ଥୀର ଅଭିବ୍ୟକ୍ତି। ହଁ। କେମିତି ପଢିବି ପାଠ, ବୋଲାଇବି ମୁଇଁ ଚାଟ, ଯାହା ପଢୁଅଛି ମନେ ରହୁନାହିଁ,
प्रथम श्रेणी मो लक्ष्य वाह ओडिया पाठ संधि समास विभक्ति कारक समचारित अलंकार लोकवाणी तद्धित कृदंत न हुए जानी पढ़ी पढ़ी मुई थकी गले इंग्राजी भाषा विदेशी ढांचा व्याकरण से होईची गुंथा लेखिबा कहिबा भूल होई जाए अभ्यास जदि न हुए अच्छा संस्कृत पाठ बड़ से कष्ट घोषी घोषी आज कंठाग्रत हुएनी जमा संधि समास रे खेले सरे ना शब्द धातुर बड़ गारिमा निजंत सनंत मने रहे ना हिंदी भाषा राष्ट्र भाषा देवनागरी रे होईची लेखा व्याकरण रे कटकणा लिंग प्रयोग हुएनी जमा पुलिस गाड़ी हुए स्त्रीलिंग पढ़ी पारे ना बुलाए मंग बड़ जटिल से गणित पाठ कसी कसी मु हेलिणी काठ एलजा भरा सूत्र भरा त्रिकोणमिति बड़ से भीति जामिति माप न जानिले परा हुए ओ माप बापरे बाप की कष्ट ये गणित पाठ विशेष ज्ञान रे विज्ञान पाठ आगामी जुगर नवदिगंत विज्ञान गार रे हुए विभ्राट उद्भावन नाही से अंत फिजिक्स केमिस्ट्री जीव विज्ञान पढ़ी पढ़ी से जे नहला ज्ञान भूगोल आउ इतिहास अर्थनीति नगर पाठ अक्षांशा द्राघिमा सामुद्रिक युद्ध विप्लव सभ्यता जाक विनिमय बजार संबल एते पढ़ा को नाई मो बड़ किपरि मुही परीक्षा सागरे पारी हेबई आशा मोर आज आशार रहिला जहा करिवे से जगत साई मोर ये विषय पर 7टा विषय पर अभिज्ञता जनइली तापरे मो द्वितीय कविता हूँ मनीष मनीष परी मनीष हेबा देश दशर नाम रखिबा जीवन आंब सार्थक हेबो देवदेवी आशीष लाभ विभु पदार बिंदे गाई बधुर छंदे हृदय द्वार उन्मुत सदा जनहितर भावे सत्य न्याय धर्म हिंसा अनुराग मानविकता उदार नीति महत प्राण शिक्षा दीक्षा जोग संयम धैर्य सर्व भावे चालिबा धर्म मार्गे दुखरे दुखी सुखरे सुखी भाव रखिबा सर्वे भय वितृष्णा हिंसा घृणा कापुरुषता प्रतारणा लज्जा मोह क्रोध मान नरकी मने अभिमान कांधरे कांध देई आगे जीवा भाई महत गुणे महत प्राणे रखिबा अनुरागे विरूपदार बिंदे माँ सम्मान माँ को देवा देश मातृका पूजा करिबा जन्मभूमि जननी सेवा रक्षा पाई रक्त देवा लये गाइबा गीति जये देश हितर उन्नति पाई शुभ शंकर नादे विभुपदार बिंदे आम चरित्र आमे गढ़िबा कर्मरे आम्बे देखाई देबा आज ऋषि मान रखिबा देशर जय गान करिबा सुमधुर सुप्राणे नमयिता चरणे गाइबा तार मंगल गीति नाचिबा सर्व उन्मादे विभुपदार बिंदे गाई मधुर छंदे हृदयदार उन्मुत सदा जनहितर भावे एति कही मोर कविता दुईटी समाप्त कली आपण प्रस्तुत थिबे मु आपनकु भाराक्रांत करिबि केतरा कथा रे कवि विनोद बिहारी त्रिपाठी आपनकर जो दुईटी कविता आपण आम आड़ को बढ़ाई देले जे विद्यार्थी अभिव्यक्ति नंबर 1 नंबर 2 होची मनीष मनीषर कविता जे मनीषर कविता रे कहले मनीष जे रहे अन्यर हित अन्यर हिते अन्यर कल्याण परर कल्याण जन्म जन्म होची मनीषर जन्म भारते भारत भूमिते हैल मनुष्य जन्म जार जन्म सार्थक कर करी पर उपकार अन्यर हितरे ये मनीष कविता आपनकर अत्यंत भावोद्दीपक होईछि आ द्वितीय होची विद्यार्थी अभिभाषण रे विद्यार्थी अभिव्यक्ति रे आपण गोटे कथा कहले सेठी मोर मनटा रहिला तद्धित कृदंत रे नाही मो मन ना भूली गेलेनी अंत तद्धित कृदंत नाही से अंत तद्धित कृदंत रे प्रकृत रे अष्टम नवम श्रेणी पढ़ला बेले कृतिवास सत्यपति पंडित महोदय पंडित सार आमर नमस्य से पंडित सार
ତାଙ୍କର ବିଧା ଏବେ ବି ମୁଁ ଭୁଲି ନାହିଁ ମତେ ବିଧା ମାରିଥିଲେ ମୁନି ଶବ୍ଦରେ ମୋର ଗୋଟେ ଦିନରେ ମୁନି ଶବ୍ଦ ହେଇକି ତା ପର ଶବ୍ଦଟା ବି ହେଇଗଲା ଗୋଟେ ବିଧାରେ ତେବେ ସେ ତଦ୍ଧିତ ଆଉ କୃଦନ୍ତ ସେ ମଧ୍ୟ କହୁଥିଲେ କୃତିବାସ ଶତପଥୀ ମହୋଦୟ ପଣ୍ଡିତ ମହୋଦୟ ତେବେ ଆପଣ ସେ କଥା ମୋର ମନେ ପକେଇଦେଲେ ପ୍ରକୃତରେ ଏ କାବ୍ୟ କବିତାର ଧାରା ନୁହେଁ ଇଏ ହଉଛି ମଣିଷକୁ ଚିହ୍ନିବାର ଧାରା ମଣିଷର ମାନେ ଆଦ୍ୟ ଜୀବନ ବାଲ୍ୟ ଜୀବନକୁ ଟିକେ ମନେ ପକେଇବା ଆଗାମୀ ଜୀବନକୁ ମନେ ପକେଇବା ଭୂତ ଭବିଷ୍ୟ ବର୍ତ୍ତମାନକୁ ଏକାଠି କରି ଆପଣ ଯୋଉ ତୋଳିଦେଲେ ଏ କବିତାର ଯୋଉ ଧାରା ବିଦ୍ୟାର୍ଥୀର ଅଭିବ୍ୟକ୍ତି ଏବଂ ମଣିଷ ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏ କ୍ରିଏଟିଭିଟି ଏ ସୃଜନଶୀଳତା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ତେବେ କବି ବିନୋଦ ବିହାରୀ ତ୍ରିପାଠୀଙ୍କୁ ଅନୁରୋଧ କରୁଛି ସେ କେତେଟା କବିତାର ସମୀକ୍ଷା କରିବା ପାଇଁ ମୁଁ ତାଙ୍କୁ ଅନୁରୋଧ କରୁଛି ସେ ଟିକେ ଅପେକ୍ଷା କରିବେ କୁଆଡେ ଲେଫ୍ଟ ଆଉଟ୍ ହେଇଯିବେ ନାହିଁ ତେବେ ଆମେ ଆସନ୍ତୁ ରମାନ ସାର୍ଙ୍କୁ କହିବା ବର୍ତ୍ତମାନ କାହାକୁ ଆମେ ଅନୁରୋଧ କରିବା ରମାନ ସାର୍ ରବୀନ୍ଦ୍ରନାଥ ବାହିନୀପତି ବର୍ତ୍ତମାନ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ମାଟି ଲଗ୍ନା ସାହିତ୍ୟ ସଂସଦର କବି ରବୀନ୍ଦ୍ରନାଥ ବାହିନୀପତି କୋରାପୁଟର ସେ ବଣ ପାହାଡ଼ ଘେରା ଅଞ୍ଚଳରୁ ମୁଁ ଅନୁରୋଧ କରିବି କବି ରବୀନ୍ଦ୍ରନାଥ ବାହିନୀପତିଙ୍କୁ ସେ ତାଙ୍କର କବିତା ପାଠ କରିବେ କବି ରବୀନ୍ଦ୍ରନାଥ ବାହିନୀପତି ସାର୍ ପ୍ରଥମରେ ମୁଁ ଟିକେ କହିବି ଯେ ମାଟି ଲଗ୍ନା ସାହିତ୍ୟ ସଂସଦର ମୁଁ ଅଛି ସମୀକ୍ଷକ ରାଜ୍ୟ ସମୀକ୍ଷକ ମୁଁ ସମ୍ପାଦକ ନୁହଁ କି ସଭାପତି ନୁହଁ କିଶୋର ଭାଇ ହଉଛନ୍ତି ପ୍ରତିଷ୍ଠାତା ଆଉ ସେ କିଶୋର ଭାଇ ହଉଛନ୍ତି ସଭାପତି ଆଉ ସମ୍ପାଦକ ହଉଛନ୍ତି ଶୁଭ୍ରାଂଶୁ ଶେଖର ପାଢୀ ହଉଛନ୍ତି ସିଏ ହଉଛନ୍ତି ସାର୍ ସମ୍ପାଦକ ଏବେ ଠିକ ଅଛି ଜୟ ମା ପଲିଚେତନା ସଂସଦରେ ଯୋଗ ଦେଇଥିବା ସମସ୍ତ ସାରସ୍ୱତ ସାଧକ ସାଧିକାଙ୍କୁ ଭକ୍ତିପୂତ ନମନ ଜଣାଇ ଆଜି ମୋର କବିତା ମୁଁ ପାଠ କରୁଛି ମୋର କବିତା ହଉଛି କେଜାଣି କି ବାସ୍ନା ଥିଲା ବୋଉର ହାତରେ ସତେ କି ସେ ବାସ୍ନା ଥିଲା ବୋଉର ହାତରେ କେତେ ଯାଦୁ ରହିଥିଲା ତାର ରୋଷେଇରେ ତାର ହାତ ରନ୍ଧା ଥାଏ ତାର ହାତ ରନ୍ଧା ଆସୁଥାଏ ସେଇ ବାସ ପାଇ ମୋର ଭୋକ ବଢିଯାଏ ମନ ଜାଣି ମୋ ଖାଦ୍ୟ ପରସେଣ ଦିଏ ତା ସ୍ନେହ ବୋଳା କଥାରେ ପେଟ ପୁରି ଯାଏ ଦାଦା ଖୁଡି ନେଇ ଯୌଥ ପରିବାର ସଭିଙ୍କୁ ନେଇ ହସଇ ଆମରି ସଂସାର ପର୍ବପର୍ବାଣୀ ଉପାସ ବାହା ବ୍ରତ ଘର ପିଠା ପଣା ମୁହ করে ଉରି ଉଠେ ଘର ହେଲେ ବୋଉର ରୋଷେଇ ଥିଲାଟି ନିଆରା মনে রহিব যে স্বাদ এ জীবন সারা ভাতরু উঠিব নিত্য স্নান করি রোষেই আরম্ভ করে দেব পূজা সারি ভাত সহ ডালি আহু ভজা তরকারি যাহা রান্ধি দেলে লাগে ছুয়া দিয়া ভারি বউ সিনা নাহি আজি ଅଛି ସ୍ୱର୍ଗପୁରେ ପ୍ରବାସରେ ରହି ସଦା ତାରନ୍ଧକୁ ଧୂରେ ଯେତେ ଦ୍ରବ୍ୟ ରାନ୍ଧିଥିଲେ ହାତ ତା ଅମୃତ ତାର ହାତ ରନ୍ଧା ଖାଇ ହେଉ ଆମେ ତୃପ୍ତ ମାଛ ମାଂସ କାଞ୍ଜି ସାଥେ ବଡିର ବେସର
ତୋରେ ନିଆରା କେତେ ସୁଆର ତାହାର ଏତେ ତୃପ୍ତି ଆସେ ନାହିଁ ଆଉ କେ ରାନ୍ଧିଲେ କେଜାଣି କି ବାସ୍ନା ଥିଲା ବୋଉର ହାତରେ ଏତେ ତୃପ୍ତି ଆସେ ନାହିଁ ଆଉ କେ ରାନ୍ଧିଲେ କେଜାଣି କି ବାସ୍ନା ଥିଲା ବୋଉର ହାତରେ। ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ ସମସ୍ତଙ୍କୁ ନମସ୍କାର। ରବାବୁ ଅତି ବଢିଆ କବିତାଟିଏ। ବୋଉ ବୋଉ ତମେ ପ୍ରକୃତରେ ସାଗରଠୁ ମହାନ, ଆକାଶଠୁ ବି ଉଚ୍ଚ, ଆକାଶଠୁ ବି ମହାନ, ଗରିୟାନ ଗରିୟସୀ। ପାଞ୍ଚଟା ଜିନିଷ ରହିଛି ଜନନୀ ପାଞ୍ଚଟା ଜ କା ରହିଛି। ପାଞ୍ଚଟା ଜ କା ଆଜ୍ଞା ଆଜ୍ଞା ଜନନୀ, ଜନକ, ଜନ୍ମଭୂମି, ଜାହ୍ନବୀ ଏବଂ ଜନାର୍ଦ୍ଦନ। ଆହା ଏତେ ସୁନ୍ଦର କଥା କହିଲେ। ତାର ହାତ ରନ୍ଧା କେଡେ ଯେ ସୁଆଦ, ତା ହାତ ରନ୍ଧା ଖାଇ ଆମେ ସବୁ ହଉ ତୃପ୍ତ। ଆଉ ଅତି ସୁନ୍ଦର ଭାବରେ ମୁଁ ଟିକେ ଅନୁରୋଧ କରିବି ରବୀନ୍ଦ୍ର ବାବୁ, ଆମ ସମୟର ଜଣେ ବରିଷ୍ଠ କବି ବିନୋଦ ବିହାରୀ ତ୍ରିପାଠୀଙ୍କୁ ଆପଣଙ୍କର ଏଇ କବିତା କୁ ଟିକେ ଏଇ ଯୋଉ ବୋଉଙ୍କର ହାତ ରନ୍ଧା ଏବଂ ବୋଉ ବାବଦରେ ଏଇ ଯୋଉ ସବୁ ଲେଖିଲେ ତା ବାବଦରେ ଟିକେ ସମୀକ୍ଷା କରିବା ପାଇଁ ସ୍ୱଳ୍ପ ସମୟ ଭିତରେ ଏକଦମ ସଂକ୍ଷିପ୍ତ ସମୀକ୍ଷା କରିବା ପାଇଁ ମୁଁ ଅନୁରୋଧ କରିବି ଆମର ବରିଷ୍ଠ କବି, ବୟୋଜ୍ୟେଷ୍ଠ କବି ଆମର ଯେ ବିନୋଦ ବିହାରୀ ତ୍ରିପାଠୀ ମହୋଦୟ। ଧନ୍ୟବାଦ ରବୀନ୍ଦ୍ର ବାବୁ। କୁପୁତ୍ର ଜାୟତେ କୋଚିତ୍ କୁମାତା ନ ଭବତି, ବାଃ। ହୁଁ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। ତେଣୁ ତାଙ୍କ କବିତାରେ ସେ ଏକ ଯୌଥ ପରିବାର ଚିତ୍ର, ଏକାନ୍ନବତୀ ସହାନଭୁକ୍ତୁ, ସହାନ ଯୋଉ ସାଙ୍ଗର ସର୍ବ ସାଙ୍ଗରେ ବସିକି ଖାଇବା ପିଇବା ଯୋଉ ଆନନ୍ଦ। କିନ୍ତୁ ଆଜି ଏ ସମାଜ ବଦଳିଛି। ସମସ୍ତେ ବର୍ତ୍ତମାନ ମାନେ ସହଯୋଗ ବା ସହାନୁଯେ ମିଳିତ ବା ଏକାନ୍ନବତୀ ପରିବାରରେ ରହିବା ପାଇଁ ଚାହୁଁନାହାନ୍ତି। ସେ କିନ୍ତୁ ସେଇ ଯୋଉ ଆମର ସମସ୍ତ ଗୋଟେ ଯେ ଆମ ଯୌଥ ପରିବାର ଯୋଉ ଚିତ୍ରଟାକୁ କେତେ ଆନନ୍ଦ ମାନେ ଚିତ୍ରଣ କରୁଛନ୍ତି। ତା ସହିତ ମାଙ୍କର ଖାଇବା ମାନେ ରୋଷେଇ, ମାଙ୍କର ସ୍ନେହ, ମାଙ୍କର ମମତା ତାକୁ କେବେ ଭୁଲି ହବ ନାହିଁ। କିନ୍ତୁ ହାତ ଆଜି ରନ୍ଧା ଆମେ ସବୁ ଆଜି ଏଇ ଆଧୁନିକ ଯୁଗରେ ଆମେ ପୁରାପୁରି ନବ୍ୟ ସଭ୍ୟ ଯୁଗରେ ଆମେ ଉଦାମ ହେଇ ଆଜି ଆମେ କଣ କରୁଛୁ ନା ବାପା ମାଙ୍କୁ ପ୍ରକୃତ ସମ୍ମାନ ଦଉନା। ପ୍ରକୃତ ସେମାନେ ହେଲେ ଜୀଅନ୍ତା ଦେବତା। ସେମାନଙ୍କୁ ତାଙ୍କ ଆତ୍ମା ଯଦି ପ୍ରକୃତ ପୂର୍ଣ୍ଣ ହବ, ତାଙ୍କର ଆଶୀଷ ବର୍ଷଣ ହବ, ତାହେଲେ ନିଶ୍ଚିତ ଆମ ଦେଶର ଉନ୍ନତି ହବ। ଏବଂ ଏଇଟା ଗୋଟିଏ ସଂସ୍କାର ମୂଳକ ଏବଂ ଗୋଟିଏ ଯୌଥ ପରିବାର ଚିତ୍ର ରବୀନ୍ଦ୍ର ବାବୁ ଦେଇଥିବା ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ରବୀନ୍ଦ୍ର ବାବୁଙ୍କର ଯୋଉ ମନ ଛୁଆଁ କବିତା ଏ ସମସ୍ତଙ୍କ ମନକୁ ମୋହି ନେଲା। ଧନ୍ୟବାଦ କବି, କୋରାପୁଟର କବି, ମାଟି ଲଗ୍ନ ସାହିତ୍ୟ ସଂସଦର କବି ସମୀକ୍ଷକ ରବୀନ୍ଦ୍ରନାଥ ବାହିନୀପତି, ଆପଣଙ୍କୁ ଅନୁରୋଧ କରିବି ପରବର୍ତ୍ତୀ କବିତା ଗୁଡ଼ିକୁ ସମୀକ୍ଷା କରିବା ପାଇଁ ରବୀନ୍ଦ୍ରନାଥ ବାହିନୀପତି ଅଛନ୍ତି। ମୁଁ ତାଙ୍କୁ ଅନୁରୋଧ କରିବି ଟିକେ ୱେଟ୍ କରିବେ। ନିଶ୍ଚିତ ନିଶ୍ଚିତ ସାର୍ ନିଶ୍ଚିତ। ଚେତନା ସହିତ ଆପଣ ସମ୍ପର୍କର ଡୋର ବାନ୍ଧି ଦିଅନ୍ତୁ। ଠିକ ଅଛି। କିଶୋର ଆଜ୍ଞା ପ୍ରଧାନ ଆଜ୍ଞା କିଶୋର ପ୍ରଧାନ ଆସିନାହାନ୍ତି? କିଶୋର ପ୍ରଧାନ ଆସିନାହାନ୍ତି ରବୀନ୍ଦ୍ର ବାବୁ? ଆଜ୍ଞା ସେ ତ ମାଉସୀ ତ ଆଜି କହୁଥିଲେ ମୁଁ ଇଏ କରିବି ବୋଲି, କଥା ହେଇଥିଲି ସକାଳେ ମାଉସୀଙ୍କ ସାଙ୍ଗରେ। ମୁଁ ଆଉ ଯଦିଓ ମୁଁ ଆଜି ଆଉ କଥା ହେଇପାରିନି ଭାଇଙ୍କ ସାଙ୍ଗରେ, କାଲି କଥା ହେଇଥିଲି, ଆଜି ଆଉ ମୁଁ କଥା ହେଇନି। ମାଉସୀ ସାଙ୍ଗରେ ବି କଥା ହଉଥିଲି। ମୁଁ ନାଇଁ ମାଉସୀ ଡାକନ୍ତୁ, ବଡ ଭାଇଙ୍କୁ ଟିକେ ଡାକନ୍ତୁ। ହଁ ଗୀତାଞ୍ଜଳି ଅଗସ୍ତି ସେ ଅଛନ୍ତି ଫୋନ ବର୍ତ୍ତମାନ। ଠିକ ଅଛି ରବୀନ୍ଦ୍ର ବାବୁ, ସମୟ ହେଇଯାଉଛି। ଆମେ ଯିବା ବର୍ତ୍ତମାନ ଆଜ୍ଞା ଆଜ୍ଞା କବୟତ୍ରୀ। ଆମର ଜଣେ ଆମ ସମୟର କବୟତ୍ରୀ ଗୀତାଞ୍ଜଳି ଅଗସ୍ତିଙ୍କୁ ଅନୁରୋଧ କରିବି, ସେ ତାଙ୍କର କବିତା ପାଠ କରିବେ ଏବଂ ସେ କବିତାକୁ ସମୀକ୍ଷା କରିବେ ରବୀନ୍ଦ୍ରନାଥ ବାହିନୀପତି। ତେବେ ରବୀନ୍ଦ୍ରନାଥ ବାହିନୀପତି ପ୍ରସ୍ତୁତ ରୁହନ୍ତୁ। ବର୍ତ୍ତମାନ ମୁଁ ଆହ୍ୱାନ କରିବି ଏବଂ ସ୍ୱାଗତ କରିବି ଆମର ନାରୀ କବି ଗୀତାଞ୍ଜଳି ଅଗସ୍ତି, ଗୀତାଞ୍ଜଳି ଶତପଥୀ। ଗୀତାଞ୍ଜଳି ଶତପଥୀ ଅଗସ୍ତି ବର୍ତ୍ତମାନ ଆସୁଛନ୍ତି ଆମ ସମ୍ମୁଖକୁ ତାଙ୍କର କବିତା ନେଇ। ଗୀତାଞ୍ଜଳି ଶତପଥୀଙ୍କୁ, ଗୀତାଞ୍ଜଳି ଅଗସ୍ତିଙ୍କୁ ସ୍ୱାଗତ। ଗୀତାଞ୍ଜଳି ଅଗସ୍ତି। ଗୀତାଞ୍ଜଳି ଅଗସ୍ତି ଅଛନ୍ତି ଆଜ୍ଞା? କବୟତ୍ରୀ ଗୀତାଞ୍ଜଳି ଅଗସ୍ତି।
କବୟତ୍ରୀ ଗୀତାଞ୍ଜଳି ଅଗସ୍ତି। ସେ ଅଛନ୍ତି କିନ୍ତୁ ଶୁଣି ପାରୁନାହାନ୍ତି ବୋଧେ ସେ ଅଛନ୍ତି। ଗୀତାଞ୍ଜଳି ଅଗସ୍ତି। ହ୍ୟାଲୋ, ଆପଣଙ୍କର କବିତା ପାଠ କରନ୍ତୁ। ଗୀତାଞ୍ଜଳି ଅଗସ୍ତି, ଗୀତାଞ୍ଜଳି ଅଗସ୍ତି, ଆପଣ ଆପଣଙ୍କର କବିତା ପାଠ କରନ୍ତୁ। ଶୁଣି ପାରୁନାହାନ୍ତି ବୋଧେ। ହ୍ୟାଲୋ, ଗୀତାଞ୍ଜଳି ଅଗସ୍ତି ଅଛନ୍ତି? ନା, ସେ ଜାଣି ପାରୁନାହାନ୍ତି। ତେବେ ଆଉ ଜଣକୁ ଆମେ ଦବା। ବର୍ତ୍ତମାନ ଆଉ କିଏ ରହିଲେ? ଆଉ କିଏ ରହିଲେ କୁହନ୍ତୁ? ହଁ, ଗୀତାଞ୍ଜଳି ଅଗସ୍ତି ଆସିଗଲେ, ଆସିଗଲେ। ଗୀତାଞ୍ଜଳି ଅଗସ୍ତି, କବୟତ୍ରୀ ଗୀତାଞ୍ଜଳି ଅଗସ୍ତି। ପୁଣି କଣ ଲେଫ୍ଟ ହଉଛନ୍ତି, ଜଏନ୍ କରୁଛନ୍ତି? ନା। ତେବେ ଅନୁରୋଧ କରିବି, ଆଉ କିଏ ଅଛନ୍ତି? ସୀତାକାନ୍ତ ବାବୁ, ଆଉ କିଏ ଅଛନ୍ତି? ଶିବ ରମଣ ସାର୍, ରମଣ ସାର୍, ଗୀତାଞ୍ଜଳି ଅଗସ୍ତି ଶୁଣି ପାରୁନାହାନ୍ତି? ଏରଡାର କବି, ବାଲିଖଣ୍ଡର କବୟତ୍ରୀ ଗୀତାଞ୍ଜଳି ଅଗସ୍ତି ସେ ଶୁଣି ଲେଫ୍ଟ ପାରୁନାହାନ୍ତି? ହେଇଯାଇଛନ୍ତି। ହଁ, ଲେଫ୍ଟ ହେଇଯାଇଛନ୍ତି। ତେବେ ଆଉ କିଏ ହଁ। ରହିଛି? ଆଉ କିଏ ରହିଛନ୍ତି କୁହନ୍ତୁ? ନନାଙ୍କର ଅଛି ବା କବିତା। ହଁ, ହଁ, ବର୍ତ୍ତମାନ ଆମେ ନବା ଆମର ନମସ୍ୟ କବି ରମାକାନ୍ତ ନାଥ, ଆମର ପଲ୍ଲୀ ଚେତନା ସାହିତ୍ୟ ସଂସଦର ପ୍ରାଣ ପ୍ରତିଷ୍ଠାତା କବି ରମାକାନ୍ତ ନାଥ ମହୋଦୟଙ୍କୁ ଅନୁରୋଧ କରୁଛି। ତାଙ୍କର କବିତା ନାରୀ, ନାରୀ କବିତା ନେଇ ଆସୁଛନ୍ତି କବି ରମାକାନ୍ତ ନାଥ। ରମାକାନ୍ତ ନାଥ, ତାଙ୍କ ସମୟ ସଭାପତି ମହୋଦୟ ମତେ ଟିକେ ଅନୁମତି ଦିଅନ୍ତୁ, ମୋ କବିତା ଟା ପଢେ। ସିଏ ପରେ ପଢିବାର ସୁଯୋଗ ତାଙ୍କୁ ଦିଆଯିବ। ହଉ, ଆପଣ ଆଗରେ ପଢନ୍ତୁ। ବର୍ତ୍ତମାନ କବୟତ୍ରୀ ଦମୟନ୍ତୀ ନାଥ। ହଁ, ପଢୁ। ମା ପଲ୍ଲୀ ଚେତନା, ହଁ ଆସିଗଲେଣି। ଆଚ୍ଛା, ହଉ ମୁଁ ବୋଉ ପଢୁଛି। ହଁ, ପଢୁ ଜୟ ବୋଉ ମା ପଲ୍ଲୀ ପଢ। ଚେତନା। ଆସିଗଲେଣି? ରୋମାନ ସାର୍ ଆସିଲେଣି? ହଁ, ମାନେ ମୁଁ ଆପଣ ପଢିଦିଏ ପଢନ୍ତୁ। ସେ। ହଁ, ହଁ, ମୁଁ ଆପଣ ପଢୁଛି। ପଢନ୍ତୁ। କବୟତ୍ରୀ ଦମୟନ୍ତୀ ନାଥ ପାଠ କରନ୍ତୁ। କବିତାର ଶୀର୍ଷକ ଆତ୍ମରମନ୍ଥନ। ଗୀତାଞ୍ଜଳି ଜଏନ କଲା। ଗୀତାଞ୍ଜଳି ଜଏନ କରିଗଲେଣି, ତାଙ୍କୁ ଡାକିବେ। ହଁ, ଆଙ୍କ ପରେ ଗୀତାଞ୍ଜଳି କବୟତ୍ରୀ ଆସି ଜଏନ କଲେଣି। ବର୍ତ୍ତମାନ କବୟତ୍ରୀ ଦମୟନ୍ତୀ ନାଥ, ୟା ପରେ ଗୀତାଞ୍ଜଳି ଅଗସ୍ତି। ଆତ୍ମରମନ୍ଥନ, ପଢ। କବିତାର ଶୀର୍ଷକ ଆତ୍ମରମନ୍ଥନ। ବାଡ଼ି ବଗିଚାର ସେବା, ବାଡ଼ି ବଗିଚାର ସେବା ଆଦରି ସ୍ୱେଚ୍ଛାରେ ତୋଳି ଫୁଲ ଫଳ ଖୁସି ଭରିବା ଅନ୍ତରେ। ବାଡ଼ି ବଗିଚାର ସେବା ଆଦରି ସ୍ୱେଚ୍ଛାରେ ତୋଳି ଫୁଲ ଫଳ ଖୁସି ଭରିବା ଅନ୍ତରେ। ସମୟକୁ ଯଥା ମାନ୍ୟ ଅନ୍ତରେ ଧାରଣ, ବାତ୍ସଲ୍ୟର ମୂଲ୍ୟ ବୋଧ ରଖିବା ମନନ। ଗଳ୍ପ ପଦ୍ୟ ଅନୁଭୂତି, ଗଳ୍ପ ପଦ୍ୟ ଅନୁଭୂତି ବାଣ୍ଟି ପରସ୍ପରେ
জীবন পুরসাণিত ভাব বিনয়রে দীপাবଳି পর্বে ফুল ঝরি জଳାଇବା ମେଳରେ ଖୁସି ପଖାଳି ଜରା ଭୁଲି ଯିବା ଉଲୁମିରେ ଯୋଗ ଜ୍ଞାନର ମନ୍ଥିବା ବିଜ୍ଞାନର ଜୟ ଯାତ୍ରା ମଧ୍ୟରେ ହଜି ଯିବା ମଣିଷଙ୍କ ମେଳେ ବୁଲି ନୂତନ ଜୀବନ ପାଇବା ପ୍ରାଣ ନୌକା ବିଭୁବର ଦାନ ସାଥୀଙ୍କ ମେଳରୁ ହସ ସାଉଁଟି ମାଳାରେ ସଜାଇବା ବେଳାରେ ହେ ପରମ କାରୁଣିକ କରୁଣାର ଉଣା ଶେଷ ଦିନେ ନିବେ ଦୁଃଖୀ ଭାବ ଭରଣା ନିବାସର ଚତୁର୍ଦିଗେ ତୁଳସୀ ଦୟଣା ମହମହ ବାସନାରେ ଭରଇ ଅଗଣା ଶୁଭେ କାଳିଆ ଶାନ୍ତ ଗହ ଗହ ନାଦ ଯୁବ ଝରା ସର୍ବେ ଭୁଲେ ଜୀବନ ବିଷାଦ ବହୁ କିଛି ମିଳିଯାଏ ଜୀବନ ପିଉଷ ସରି ମାର୍ଥ ଶ୍ରୀ ଚୈତନ୍ୟ ଭରଇ ଉନ୍ମେଷ ଉଭା ମାତ୍ରେ ଅହଂ ଶୂନ୍ୟ ପରିଚୟ ପତ୍ର ନବ ଜନ୍ମ ଉନ୍ମାରେ ନବ ଗାତ୍ର ସମନ ନିକଟ ହସ ଦୁର୍ଲଭ ବୁଝିବା ହସ ଭରି ମାନସରେ ନିକଟ ହୋଇବା ସମନ ନିକଟ ହସ ଦୁର୍ଲଭ ବୁଝିବା ହସ ଭରି ମାନସରେ ନିକଟ ହୋଇବା ମୋର ଜରା ନିବାସ ଲେଖାଟା ଚାଲିଛି ସମ୍ପୂର୍ଣ୍ଣ ହେଇନି ସେଇ ଭାବନାର କିଛି ଥିଲା ବାକି ତାକୁ ଏଇ ପଦ୍ୟରେ ଭାବରେ ଲେଖିଛି ଯାହା ସଭାପତି ମହାଶୟ ବର୍ଣ୍ଣନାରେ ଆଣିବେ ଧନ୍ୟବାଦ କବୟିତ୍ରୀ ଦମୟନ୍ତୀ ନାଥ ଆପଣଙ୍କର ବହୁ ବାଟ ଠାରୁ ଆରମ୍ଭ କରିକି ଯେତିକି କାବ୍ୟ କବିତା ମାନ ଲେଖିଲେଣି ତାହା ଭଦ୍ରକରେ ଗୋଟେ ଚହଳ ସୃଷ୍ଟି କରିଛି ଏବେ କବିତାକୁ ପ୍ରଥମେ ଟିକେ ସମୀକ୍ଷା କରିବା ପାଇଁ ମୁଁ କୋରାପୁଟରୁ ସେ ମାଟିଲଗ୍ନ ସାହିତ୍ୟ ସଂସଦର ରବୀନ୍ଦ୍ରନାଥ ବାହିନୀପତି ମହୋଦୟଙ୍କୁ ଅନୁରୋଧ କରୁଛି ସମ୍ୟକ ଭାବରେ ସମୀକ୍ଷା ପତ୍ର ଆଣିବେ ରବୀନ୍ଦ୍ରନାଥ ବାହିନୀପତି ସୁନ୍ଦର କବିତା ମାଉସୀ ଜୀବନ ଦର୍ଶନର ଇଏ ଗୋଟେ କବିତା ନିଜ ଜୀବନକୁ ନେଇକିରି ଆପଣ କଣ କରିପାରିବା ସାଙ୍ଗ ସାଥୀ ଭାଇ ବନ୍ଧୁ ସମସ୍ତଙ୍କ ମଧ୍ୟରେ ସ୍ନେହ ବାଣ୍ଟି ଦବା ତାପରେ ଯୋଉ ହୃଦୟ ପୁଷ୍ପ ଭାଗବତରେ ଗୋଟେ ଜିନିଷ ପଢୁଥିଲି ପତ୍ରଂ ପୁଷ୍ପଂ ଫଳନ୍ତ ଜମି ଭକ୍ତ୍ୟା ପ୍ରଦୁଚ୍ଛତି ସେଇ ଜିନିଷ ସେଇ ଇଏରେ ଆପଣ ସମସ୍ତଙ୍କ ଭିତରେ ସ୍ନେହ ପ୍ରେମ ପ୍ରୀତି ଭାବ ବାଣ୍ଟି ଦେବା ପାଇଁ କରିଛନ୍ତି ଆଉ ନିଜ ଜୀବନକୁ ତା ଭିତରେ ଖୋଜିଛନ୍ତି ସୁନ୍ଦର ବାର୍ତ୍ତା ଦେଇଛନ୍ତି ତା ପାଇଁ ପଦେ କହିବି ଭାଷା କହେ ମୋର ହୃଦୟର କଥା ଭାଷା ମୋର ମନମୟ ଭାଷାରେ ମମତା ଅଟେ ମୋ ଅସ୍ମିତା ଭାଷା ମୋର ପରିଚୟ ଆଉ ପଦେ କହିବି ଆତ୍ମାର ସମ୍ପର୍କ ହେଲେ ଆତ୍ମା ସହ ଅଟେ ତାହା ଆତ୍ମୀୟତା ଆତ୍ମାର ସ୍ପନ୍ଦନ ଛୁଇଁଲେ ଆତ୍ମାକୁ ବଢିଥାଏ ନିବିଡତା ଯୋଉ ନିବିଡତା ଭାବଟିକୁ ଆପଣ କବିତା ମାଧ୍ୟମରେ ରଖିବାକୁ ଚେଷ୍ଟା କରିଛନ୍ତି ସୁନ୍ଦର ଲାଗିଲା ଧନ୍ୟବାଦ ମାଉସୀ ଆପଣଙ୍କୁ ପ୍ରଣାମ ଆଉ ଆଜି ମାକୁ ତ ପାଇ ଯାଇଥିଲି ଆଜି ଆଉ ଥରେ ବାପାଙ୍କୁ 2-3 ଥର ହେଲା ମୋ ବାପାଙ୍କୁ ଦେଖିବାର ସୁଯୋଗ ପାଇନଥିଲି ଆଜି ଟିକେ ବାପାଙ୍କୁ ଦେଖିବାର ସୁଯୋଗ ପାଇବି ସେଇ ପଲ୍ଲୀ ଚେତନା ମାଧ୍ୟମରେ ଅଶେଷ ଧନ୍ୟବାଦ ମାଉସୀ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଧନ୍ୟବାଦ ଆପଣଙ୍କୁ ବା ରବୀନ୍ଦ୍ରନାଥ ବାହିନୀପତି ଆପଣଙ୍କର ସମୀକ୍ଷା ଅତି ସୁନ୍ଦର ମୋଟାମୋଟି ଭାବରେ କବୟିତ୍ରୀ ଦମୟନ୍ତୀ ନାଥଙ୍କ କବିତା ଅତ୍ୟନ୍ତ ସୁନ୍ଦର ଏବଂ ଆମର ମନୋଲୋଭା ତେବେ ସେ ଯାଉ ବର୍ତ୍ତମାନ ଆମେ ଆଉ ଡେରି କରିବା ନାହିଁ ବର୍ତ୍ତମାନ ମୁଁ ଆହ୍ୱାନ କରିବି ନାରୀ କବି ଗୀତାଞ୍ଜଳି ଶତପଥୀ ଗୀତାଞ୍ଜଳି ଅଗସ୍ତି ମୁଁ ତାଙ୍କୁ ଗୀତାଞ୍ଜଳି ଶତପଥୀ ମୋର ମନେ ପଡିଯାଉଛି କାହିଁକି ନା ସିଏ ଆମର ପାଳିଆ ପାଲରୁ ପାଳିଆ ପାଲ ଟଣା ବୋଇତ ଏଇଠି ଥିଲା ସମୁଦ୍ର ଥିଲା ଏବଂ ସେଠି ବିରଞ୍ଚ ନାରାୟଣଙ୍କର ତୁଙ୍ଗ ମନ୍ଦିର ଯାହାକି ଉଷା କାବ୍ୟରେ ରାଧାନାଥ ରଥଙ୍କର ଉଷା କାବ୍ୟରେ ବର୍ଣ୍ଣିତ
ସେ ଯୋଉ ମାଗଧ ଅନୁପେ ତୋଳିଛି ଯାହାର ଶିର ଯଦେଶେ ରହିଛି ବିରଞ୍ଚ ନାରାୟଣଙ୍କର ତୁଙ୍ଗ ମନ୍ଦିର ସେ ଦେଶ ହଉଛି ପାଳିଆ ପାଳିଆର ଅଞ୍ଚଳ ପାଳିଆର ସିଏ ହେଲେ କନ୍ୟା ଗୀତାଞ୍ଜଳି ଶତପଥୀ ଏବଂ ତାପରେ ଏରଡାକୁ ଗଲା ପରେ ସେ ଗୀତାଞ୍ଜଳି ଅଗସ୍ତୀ କବୟତ୍ରୀ ଗୀତାଞ୍ଜଳି ଅଗସ୍ତୀଙ୍କୁ ଅନୁରୋଧ କରିବି ସେ ତାଙ୍କର କବିତା ମାନଙ୍କୁ ସମସ୍ତଙ୍କୁ ଗାଇ ଶୁଣାଇବେ। ହ୍ୟାଲୋ ହଁ ହ୍ୟାଲୋ ଗୀତାଞ୍ଜଳି ଜୟ ଜଗନ୍ନାଥ ଶତପଥୀ ଆଜ୍ଞା। ଜୟ ଜଗନ୍ନାଥ। ଆଜ୍ଞା ଶୁଭୁ ନଥିଲା ନେଟୱାର୍କ ନାହିଁ ମୁଁ ସେଇ ଯୋଗୁ ବାରମ୍ବାର କଟି ଯାଉଛି ମୋର। ଆଉ ହଁ ଆପଣ ଲେଫ୍ଟ ହେଇଯାଇଥିଲେ ଆପଣ ଯାଉଛନ୍ତି ଆସୁଛନ୍ତି ଖରା ଛାଇ ଖରାରେ ନେଇ ଆସୁଛନ୍ତି କବୟତ୍ରୀ ଗୀତାଞ୍ଜଳି ଅଗସ୍ତୀ। ମୁଁ ଜୟ ପାରୁନି ମୋ ଆସୁଥିଲି ତ ସେ ଦେଖ ବାରମ୍ବାର କଟୁଛି ଘରେ ଆସିକି ବାରମ୍ବାର କଟିଲେ ମୁଁ କହିଲି ଆଉ କ୍ଷମା ମାଗିନେବି ଆଉ କହିପାରିବିନି ବୋଧେ। ଠିକ ଅଛି ଜୟ ଜୟ ମା ପଲ୍ଲୀ ଚେତନା ପାଠ କରନ୍ତୁ। ପଲ୍ଲୀ ଚେତନା ସମସ୍ତ ସାରସ୍ୱତ ସାଧକ ସାଧକ ମାନଙ୍କୁ ମୋର ପ୍ରଣାମ। ମୁଁ ଆଗେ ଛୋଟ କଥାଟେ କହିବି ଆଜ୍ଞା ପଲ୍ଲୀ ଯେହେତୁ ପଲ୍ଲୀ ଚେତନା ୟାର ରହିଛି ଗୋଟେ ଆଭିମୁଖ୍ୟ ମୁଁ ପଲ୍ଲୀ ବିଷୟରେ ସାମାନ୍ୟ କଥା କହିକି ମୋର ଆରମ୍ଭ କରିବା। ପଲ୍ଲୀରେ ଆମେ ଯୋଉ ରହିଛନ୍ତି ପ୍ରାୟ ଦେଖନ୍ତୁ ଯୋଉମାନେ ସହରରେ ରହୁଛନ୍ତି କ୍ଷମା କରିବ ଆଜ୍ଞା ସହରରେ ରହୁଛନ୍ତି ପଲ୍ଲୀରେ ରହୁଥିବା ଲୋକମାନଙ୍କୁ ଏତେ ଦେଖୁଛନ୍ତି ଆଉ ସବୁଠାରୁ ବେଶୀ ଯୋଉମାନେ ଚାଷୀ ମାନଙ୍କୁ ଆଉ ଲେଫ୍ଟ ହେଇଗଲେ ହ୍ୟାଲୋ କବୟତ୍ରୀ କାହାନ୍ତି? ପୁଣି ଏରଡାରୁ ପାଳିଆ ବିନ୍ଧା ପଳେଇଲେ କି? ନେଟୱାର୍କ ପାଉନି ନେଟୱାର୍କ ପାଉନି ହଁ ଡିସକନେକ୍ଟ ହେଇଯାଉଛି। ଲେଫ୍ଟ ହେଇଛି ତ ହ୍ୟାଲୋ କବୟତ୍ରୀ ଗୀତାଞ୍ଜଳି ଅଗସ୍ତୀ ଆସ ଏବେ ସଞ୍ଜ ନଈ ଆସିଲା କବି ଆସନ୍ତୁ ଫ୍ରଣ୍ଟ ଉପରକୁ। ସେ ନାହାନ୍ତି ଆଉ ସେ ପଢିପାରିବେନି ତାଙ୍କର ବୋଧେ ଡିସକଣ୍ଟିନ୍ୟୁ ହେଇଯାଉଛି। ତେବେ କଣ କରିବା ସାର୍? ଏବେ ଗୀତାଞ୍ଜଳି କିଏ କହିଦିଅନ୍ତୁ ଆସନ୍ତା ଥରକୁ ତାଙ୍କର ବୋଧେ ଡିସକନେକ୍ଟ ହେଇଯାଉଛି ନହେଲେ ସେ 3 ଥର ଆସିକି 3 ଥର କଟିଲେଣି। ହଁ ବାସ୍ତବିକ ଯାନ୍ତ୍ରିକ ଆଉ ନେଟ ର ଇଏ ପାଇଁ ସେ କବିତା ପାଠ କରିବାରୁ ବଞ୍ଚିତ ହେଇଛନ୍ତି ଏବଂ କିଛି ଶୁଭୁ ନାହିଁ। ତେବେ ଆସନ୍ତା ଥରକୁ କବୟତ୍ରୀଙ୍କୁ ଅନୁରୋଧ କରାହଉଛି ସେ ତାଙ୍କର କବିତା ପାଠ କରିବେ। ତ ଏବେ ବର୍ତ୍ତମାନ ଯେହେତୁ ସମୟ ଅତିକ୍ରାନ୍ତ ମୁଁ ବର୍ତ୍ତମାନ ଆମର ଯେ ପଲ୍ଲୀ ଚେତନା ସାହିତ୍ୟ ସଂସଦର ସିଏ ବି ପ୍ରତିଷ୍ଠାତା ଥାଆନ୍ତୁ ରମାକାନ୍ତ ସିଏ ବି ଆସନ୍ତା ଥରକୁ ଥାଆନ୍ତୁ। ଏବେ ମାନେ ବୟସ ସମୟ ଅତିକ୍ରାନ୍ତ ହେଇଯାଇଛି ସୁଦର୍ଶନକୁ କୁହନ୍ତୁ ସିଏ ଧନ୍ୟବାଦ ଦେଇ ଦିଅନ୍ତୁ। ନାଇଁ ବିନୋଦ ଆପଣଙ୍କର କବିତା ରମାକାନ୍ତ ସାରଙ୍କର କବିତା ଆମେ ଶୁଣିବା ପାଇଁ ଚାହୁଁଛୁ। ରମାକାନ୍ତ ସାର୍ ନାରୀ କବିତାକୁ ନେଇ ଆସୁଛନ୍ତି କବି ରମାକାନ୍ତ ନାଥ। ହ୍ୟାଲୋ କବିତା ନାରୀ ନା ମୁଁ କବିତା ନାରୀ ପଢୁ ନାହିଁ ସେଟା ପାଇଲି ନାହିଁ। ବର୍ତ୍ତମାନ କବିତା ପଢୁଛି କବିତାର ନାଁ ହଉଛି ଅଜଣାରେ ସିନ୍ଧୁ ସେନ। ଅଜଣାରେ ସିନ୍ଧୁ ସେନ
ଦୀପାଞ୍ଜଳି ଭାଉଜଙ୍କଠୁ ପାଇଲି ସମ୍ବାଦ ସିନ୍ଧୁ ସେନ ଚାହୁଁଛନ୍ତି ଦେଖିବାକୁ ମତେ। ପଚାରିଲି କାହିଁକି, କେବେଠାରୁ ଜାଣିଲେ ସେ ମତେ? ଉତ୍ତର ଶବ୍ଦରେ ଦେଲେନି, ଚାହିଁ ହସିଦେଲେ ଖାଲି। ଶୁଣିଛି ଦେଖିଛି ସିନ୍ଧୁ ସେନଙ୍କୁ, ମାତ୍ର ଜାଣି ନାହିଁ ବ୍ୟକ୍ତିଗତ ଭାବେ। ଖବରରେ ତାଙ୍କ ସେ ଜୀବିବା କିପରି ସେ ତ ମୋ ପାଇଁ ସମ୍ପୂର୍ଣ୍ଣ ଅଜଣା। ପରିହାସ କରେ କି ଭାଉଜ ମୋ ଦେବର ଥଟ୍ଟାରେ। ନିଥେଇକି ଯଦି ମୁଁ ପଚାରେ ସମାଜରେ ହେବିନି କି ଉତ୍ସ ଉପହାସ। ହଠାତ୍ ମୋ ଦେଖା ହେଲା ସାହିତ୍ୟ ସଭାରେ। ମୁଖ୍ୟ ବକ୍ତା ହୋଇଛନ୍ତି ଆଜି ସିନ୍ଧୁ ସେନ। ସଭା ଶେଷ ହେଲା, ବକ୍ତା ଶ୍ରୋତା ହୋଇଲେ ଉଭାନ। କାହିଁ ସାମ୍ନାରେ ଦେଖି ସୁଦ୍ଧା ଚିହ୍ନିଲେନି ମତେ ସିନ୍ଧୁ ସେନ। କବିତା ଶେଷ। ହଁ ରମାନ ସାର୍, ଧନ୍ୟବାଦ ଆପଣଙ୍କର କବିତା ପାଇଁ। ଆପଣ ये कविता आसरर सर्वांतकरणरे अंतिम पर्यायर आपनकर कविता हम गाई शुणेले। ये कविता को टिके समीक्षा करबा पई तो मु जीवी माटी लग्ना साहित्य संसद को एवं साहित्य संसदर समीक्षक रविंद्रनाथ बाहिनीपति सम्यक सम्यक भाव रे संक्षिप्त भाव रे समीक्षा देवे सारंकर पूज्य रमाकांत सारंकर कविता समीक्षा पाई रविंद्रनाथ ସାରଙ୍କୁ ପ୍ରଥମରେ ଭୂମିଷ୍ଠ ପ୍ରଣାମ ଜଣେଇବି। ସୁନ୍ଦର କବିତା ଥିଲା। ନାମକରଣଟା ଥିଲା ସିନ୍ଧୁ ସେନ, ଜଷ୍ଟ ଅଜଣାରେ ସିନ୍ଧୁ ସେନ, ଯାହାକୁ ଆମେ ଜାଣିନେ କିନ୍ତୁ ତା ବିଷୟରେ ଜାଣିବା ପାଇଁ ଉଦ୍ବିଗ୍ନ ହେଇକିରି ସାର୍ ଯେତେବେଳେ କି ମଞ୍ଚ ଉପରେ ଯାଇକି ଦେଖିଛନ୍ତି ମିଶିଛନ୍ତି ବହୁତ ଭଲ ଲାଗିଛି। ଯାହା ହଉ ଟିକେ ଅନ୍ୟ ମନସ୍କ ଥିବା ଲାଗି ବୋଲି ମୁଁ ମତେ ଟିକେ ମାନେ ଡିସାଉଣ୍ଡ ହବା ଲାଗି ବୋଲି କିଛି ବୁଝି ହେଲାନି। ତଥାପି ମୁଁ ଗୋଟିଏ ବିଭାଗକୁ ନେଇକିରି ସାରଙ୍କର କହିବି ଯେ ଆଧୁନିକ କବିତା ବୁଝିବାର କବିତା ନୁହଁ, ବରଂ ଅନୁଭବର କବିତା। ଆଧୁନିକ କବିତାରେ କିଛି ଅଂଶ ପ୍ରକାଶିତ ହେଇଥିଲା, କିଛି ଅଂଶ ଲୁକାୟିତ ରହିଥାଏ, ପାଠକଙ୍କୁ ଅନୁଭବ ପାଇଁ ଛାଡି ଦେଇଥାଏ। ଇଏ ହଉଛି ସେଇଭଳିଆ ଗୋଟେ ଆଧୁନିକ କବିତା। ଆପଣ ଅତି ସୁନ୍ଦର ଭାବରେ, ଅତି ସଂକ୍ଷିପ୍ତ ଭାବରେ, ଅତି ଛୋଟ ଭାବରେ ସେଇ ସିନ୍ଧୁ ସେନଙ୍କର ଉପରେ ଆପଣ ତାଙ୍କର ବ୍ୟକ୍ତିତ୍ବ ଉପରେ ସୁନ୍ଦର ବକ୍ତବ୍ୟ, ସୁନ୍ଦର କବିତାଟିଏ ରଚନା କରିଛନ୍ତି। ଧନ୍ୟବାଦ ସାର୍, ଆପଣଙ୍କୁ ଶତ ଶତ ନମନ। तबे कवि विनोद बिहारी त्रिपाठी आपनकर ए कविता रे मतामत कोन टिके सार कविता रे आपन टे मतामत आमे चाहूचु। कवि विनोद बिहारी त्रिपाठी ସାର୍ ସାର୍ ମୁଁ ପୂଜ୍ୟ ସାର୍ ମୁଁ ପ୍ରଣାମ ଜଣେଇ କହୁଛି, କାରଣ ତାଙ୍କର ଗୋଟେ ସ୍ମୃତି ମାନେ ସ୍ମୃତିଟା ଗୋଟେ ରହିଛି ନା, ଯୋଉଠି आज्ञा ସଂସ୍କାର ଜନ୍ୟ ଜ୍ଞାନ ସ୍ମୃତି, ସଂସ୍କାର ଜନ୍ୟ ଜ୍ଞାନ ସ୍ମୃତି। ତାଙ୍କ ଭିତରେ ଯୋଉ ସଂସ୍କାର ରହିଛି ଏବଂ ତାଙ୍କ ପ୍ରତି ଯୋଉ ଦରଦ ରହିଛି, ତାଙ୍କ ପ୍ରତି ଯୋଉ ଭକ୍ତି ରହିଛି, ତାଙ୍କ ପ୍ରତି ଯୋଉ ସ୍ନେହ ରହିଛି, ସେଇଟା ତାଙ୍କୁ ପ୍ରକୃତ କବିତାର ବା ତାଙ୍କୁ ସ୍ମରଣ କରିବା ପାଇଁ ଏଭଳି ପ୍ରେରଣା ଦେଇଛନ୍ତି। ପ୍ରକୃତ ମଣିଷ ଭୁଲି ଯାଏନି ସେ ଯୋଉ ଅତୀତର ସ୍ମୃତି, ଏତେ ଅନ୍ତତଃ ହୃଦୟସ୍ପର୍ଶୀ। ତେଣୁ ତାଙ୍କର ଏବଂ ସେତେବେଳେ ସେ ଦେଖିଛନ୍ତି, ତାଙ୍କ ଭିତରେ ସେଇ ଭାବ ବି ପୁଣି ଜାଗ୍ରତ ହେଇଛି। ଯାହା ହଉ ଗୋଟିଏ ସ୍ମୃତିକୁ ସେ ପୁଣି ଆମ ଆଗରେ ଆଣିକି ଉପସ୍ଥାପନ କରି ଆମ ଭିତରେ ଗୋଟିଏ ଅତୀତର ଅନୁଭବକୁ ଜାଗ୍ରତ କରିଛନ୍ତି। ସେଥିପାଇଁ ମୁଁ ଗୁରୁଦେବଙ୍କୁ ମୁଁ ନମସ୍କାର ଜଣାଉଛି ଏବଂ ତାଙ୍କ କବିତାକୁ ମୁଁ ଅତ୍ୟନ୍ତ ହୃଦୟସ୍ପର୍ଶୀ ବୋଲି ଗ୍ରହଣ କରୁଛି। जाओ माटी जेपरि ସାର୍ तार ଆ ପାଇଁ संविधान ଗୋଟେ ଏକ ପଦୀଟିଏ କହୁଛି। ସାର୍ ଟିକେ ଆ ପାଇଁ ଟିକେ ଏକ ପଦୀଟିଏ କହୁଛି, କହିବି ବୋଲି ଭୁଲିଗଲି। ସୁନ୍ଦର ଫୁଲରେ ଅନେକ ପାଖୁଡା ଆପେ ଆପେ ଖୋଲିଯାଏ, କେହି ଜାଣନ୍ତିନି ପାଖୁଡା ଖୋଲିବା, ଫୁଲ କିନ୍ତୁ ହସୁଥାଏ, ଫୁଲ କିନ୍ତୁ ହସୁଥାଏ। वाह 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 बढ़िया बढ़िया रविंद्रनाथ बाबू आपण पळी आसंतु ए भद्रक को पळी आसंतु। आपण भद्रक आसिले जाय कि जाहा बाबू जणा ଆଜ୍ଞା पछो। हो ठीक ଆଜ୍ଞା अछि। ଆଜ୍ଞା ଆଜ୍ଞା। तो ये समीक्षक विनोद बिहारी त्रिपाठी एवं रविंद्रनाथ बाहिनीपति मोर अशेष अशेष प्रशंसा एवं अशेष अभिनंदन आपनकर सुंदर समीक्षा पाई। समीक्षायन रे आपण समीक्षा कले अति सुंदर भाव रे। तबे जाऊ माटीए जेपरि से तार पुओ को चाहि रही थाए, माटीए जेमिति पुओ को तार कोळेई काखेई मଣିष करि थाए एवं माटीए तार संतानर मुख को चाहि जेमिति आनंद अनुभव करू थाए,
ठीक सही परी रमाकांत सार माटी परी आमरे पल्ली चेतनार समस्त कवि कवयित्री मानक मुह को चाही से केते जे खुशी होउचंती खुशी होला परे से खुशी व्यक्त करूचंती एवं तांकर अनुभूति टाकू से आमर ए जो व्हाट्सएप माध्यम रे लेखि के छाडुचंती एवं ए पल्ली चेतना को जीवंत करी गढ़ी तोलुचंती सेति पय तांको आउ थरे प्रणाम करी आमरे कविता सर को धन्यवाद अर्पण करबा पय मो अनुरोध करबी सर काहा को अनुरोध करबा सुदर्शन साहू कवि सुदर्शन साहू महोदय को मोर नना कवि पूज्य सुदर्शन साहू महोदय को अनुरोध करुच्ची से आज पल्ली चेतना आसर ये जो संध्या आसर को टिके धन्यवाद दे कवि कविद मान को धन्यवाद अर्पण करबा पई मु अनुरोध करुच्ची कवि सुदर्शन साहू कवि सुदर्शन साहू महोदय हसले तो हसला से नाहंती प्राय लेफ्ट हे जंती ना सीताकांत दो हाँ वर्तमान युव कवि नुआ सकाळ कवि बोली मु तांको डाके सान भाई सीताकांत नाथ महोदय को अनुरोध करुच्ची से आज पल्ली चेतना साहित्य आसर समस्त कवि कविता कवयित्री एवं समस्त लेखक प्राबंधिक मान को अभिनंदन जणाइबा तथा धन्यवाद कृतज्ञता ज्ञापन करबा पई ना 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 मोर से हेइनी मोर से ज्ञान हेइनी आपण माने के दियंतु हो ठीक अछि तबे अधिकार एते पर्यंत हेइनी सर मो तरफ मदन मोहन पाणिग्राही मोर जने बड़नना मते जे पाठ पढैथिले ने रेवेन्सा कॉलेज रे निज कोठरी रे रखी की पाठ पढैथिले साइकिल चला सिखै दैथिले एवं रेवेन्सा रे एडमिशन करै दैथिले मु तांको पाखरे ऋणी तांको कहे एवं तांको बहुत कथा जणाए तबे से कवि मदन मोहन पाणिग्राही महोदय को मु वर्तमान अनुरोध करी जे कविता पढ़ुले माँ मंगलार कविता पढ़ुले आज माँ मंगला कविता को नहीं आसी आम गहन को तबे कवि मदन मोहन पाणिग्राही को अनुरोध करी से हैदराबाद सुदूर प्रवास रे थाई मध्य आमरे पल्ली चेतना साहित्य आसर समस्त कवि कोविद मान को कवयित्री मान को प्राबंधिक मान को समस्त को हार्दिक धन्यवाद अर्पण करबा पई कवि मदन मोहन पाणिग्राही प्रथमे मु श्री रमाकांत सर और मैडम को प्रणाम जनाऊँगी तापर विनोदना प्रणाम तापर अन्य वरिष्ठ मान को प्रणाम एवं लघुजन मान को स्नेहाशीष आज ये जो कवितार पाठ करागला जो भद्र महिला एवं भद्र व्यक्ति मान सहयोग कले या एक आम पल्ली चेतना नुहे ये सारा भारत चेतना ये सारा विश्वर चेतना कहीं ना मु जस्ट ए विषय लिखुथी दुईट लाइन कहूँ मोर जन्म गाजीपुर पल्ली रे सेला गोटाए पल्ली तार चारि पाखे गली मु बुली बुली सेठारे पाइली दोलसाई पल्ली पालिया पल्ली नुआनंद पल्ली राढंग पल्ली जित्ता लगा गुआमाला तालपदा हाटुआरी 6 भाग 12 भाग ये सब अटंती एक एक पल्ली जदि एमान को आंबे न मानिबा तेबे केबे भी ओडिसा राज्य वा भारत वर्ष न हेबो विश्व शून्य होई जीव पल्ली जदि रहिबो एक पल्ली जदि रहिबो एथि भाई मोर प्रार्थना समस्त को एक पल्ली रे केबे न हो एक पल्ली रे केबे न हो विश्व रे एक भाषा केबे न हो एही देश रे ओ विश्व रे ठीक सही बड़ी पाश्चात्य पोशाक आंबे न पिंदिबा ए हमर विवेक तेणु आम मानकर ए जो भावना आम मानकर चेतना आम मानकर जो शिक्षा से गीतार लिखा ज्ञानाग्नि सर्वकर्माणि भस्मात् कुरुते अर्जुन मतलब यार माने हो ज्ञान गोटे एमिति शक्ति जे कि समस्त प्रकार कार्य को सफल कराई तेणु आम मानकर सहयोग आम मानकर एकांत मिसिकी रही आमर ये जो भाषा को उन्नत करवा आमर पोशाक को उन्नत करवा आमर समस्त प्रकार शिक्षा को उन्नत करवा एटा आम मानकर सहयोग नित्यांत आवश्यक तेणु आम मु समस्त मान समस्त उनको अनुरोध कर प्रार्थना करुच्ची हाथ जोड़ी प्रार्थना कर एक रहा एवं आमर भाषा को जन्मगत भाषा को केबे भूलिबा नहीं जन्मगत देश को
जन्मगत माटी को केवल उठवा नहीं जननी जन्मभूमि स्वर्गादपि करियसी କିନ୍ତୁ ପଲ୍ଲୀ ଚେତନାର ଶକ୍ତି ବଢିବା ପାଇଁ ଆମ ସମସ୍ତଙ୍କର ଏକାଗ୍ର ସହଯୋଗ ଏକାଗ୍ର ଆବଶ୍ୟକତା। ଧନ୍ୟବାଦ। धन्यवाद मदन मोहन पाणिग्राही कवि मदन मोहन पाणिग्राही आपणकर ये जो चेतना एवं चिंता एथिरे जो धन्यवाद अर्पण करने छल आपण केते गुड़िए ये को बांधि रखा सहयोगर हाथ बढ़ाइबा समस्ते एक मन एक प्राण एक हृदय रे मिलित रहिबा तेबे तथापि तो ना पल्ली हृदयटा डेली जलुछि पल्ली हृदयटा जलुछि केवल निरंतर जलुछि तेबे जाओ आपण पल्ली चेतना साहित्य आसर समस्त कवि कवयित्री मान को धन्यवाद अर्पण करने सहित प्राण प्रतिष्ठाता कवि रमाकांत नाथ को मध्य आपण भूमिष्ठ प्रणाम जणे आपण धन्यवाद अर्पण कार्य साग कले तेबे वर्तमान विनोद बिहारी त्रिपाठी शांति शांति वचन कवि तथा समीक्षक विनोद बिहारी त्रिपाठी असरंती ज्ञानर भंडार विनोद बिहारी त्रिपाठी तांको अनुरोध करुची से वर्तमान शांति पाठ करिवे आम शांति पाठ को आमे तांको आगु को जीवा शांति पाठ को नहीं वर्तमान कवि विनोद बिहारी त्रिपाठी शांति पाठ गणानां त्वां गणपतिं हवामहे प्रियाणां त्वां प्रियपतिं हवामहे निधिनां त्वां निधिपतिं हवामहे वसु मम गङ्गणाधिपते नमो नमः श्वेताम्बरधरां देवी शताङ्कारभूषितां मा सरस्वतीदेवी नमो नमः ॐ जाकुन्द इन्दुतुषारधवला जा शीतपद्मासना जा वीणा वरदण्डमणितकरां जा शुक्रावस्त्रान्विता जा चित्तब्रह्मा शङ्करभृति देवी सदा वन्दिता सा मां पातु सरस्वती भगवती निशेषजड्डा ॐ नमो स्वस्ति न इन्द्रो वृधस्रवा स्वस्ति न इन्द्रो विश्वदेवा स्वस्ति न ताक्ष्यो अरिष्टो नेमि स्वस्ति न बृहस्पति देवतां स्वस्ति स्वस्ति पुण्यहम् एवमस्तुं विज्ञापयं राज्ञं प्रजानां स्वस्ति भवतु ॐ औषधय शान्ति वनस्पतय शान्तिः ॐ शान्तिः शान्तिः शान्तिः। धन्यवाद शांति पाठ जो कले कवि विनोद बिहारी त्रिपाठी एवं ये जो मंत्रोच्चारण पवित्र मंत्र ध्वनि सहित आमरे पल्ली चेतना साहित्य आसर एतिकिरे शेष है मु जवनिका टाणी दउछि एवं आम पल्ली चेतनार साहित्य आसर